ତ ଜୟ ଜଗନ୍ନାଥ ପିଲାମାନେ ତମ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଗୋଟେ ବହୁତ ହି ଇମ୍ପୋର୍ଟାଣ୍ଟ ଭିଡ଼ିଓକୁ। ଆଜି ଭିଡ଼ିଓରେ ପିଲାମାନେ ଆମେ ଡିସ୍କସନ୍ କରିବା ଆପଣଙ୍କର ପ୍ରିୟ ଯିଏକି ଆପଣଙ୍କର ସବୁ ଏକ୍ଜାମରେ ଆସନ୍ତି ଆଉ ଆପଣଙ୍କର ସବୁଠୁ ଫେଭରେଟ୍ ସାଇଣ୍ଟିଷ୍ଟ ହେଲେ ଆମର ଲରେନ୍ସ କୋହଲବର୍ଗଙ୍କ ବିଷୟରେ ଆଜି ଭିଡ଼ିଓରେ ଆମେ ଡିସ୍କସନ୍ କରିବା। ମୁଁ କ'ଣ ପାଇଁ କହିଲି ପିଲାମାନେ ତମର ସବୁଠୁ ଫେଭରେଟ୍, କାରଣ ଏ ଲରେନ୍ସ କୋହଲବର୍ଗ ଯେଉଁ ଥିଓରି ଆମର ଦେଇଥିଲେ କି ଥିଓରି ଅଫ୍ ମୋରାଲ ଡେଭଲପମେଣ୍ଟ, ଏଇ ଥିଓରିଟା ପିଲାମାନେ ସବୁ ଏକ୍ଜାମରେ ଆସେ। ମାନେ ଏମିତି ନୁହଁ ଯେ ଯେମିତିକି ପ୍ୟାଜେଟ୍ ହୁଅନ୍ତୁ ଭାଇଗୋଟ୍ସ୍କିଙ୍କର ଥିଓରି, ପ୍ୟାଜେଟ୍ଙ୍କର କ'ଣ ଥିଲା ପିଲାମାନେ ଆପଣଙ୍କର ଥିଓରି କମେଣ୍ଟରେ କୁହନ୍ତୁ, ଆଉ ଭାଇଗୋଟ୍ସ୍କିଙ୍କର କ'ଣ ପିଲାମାନେ ଥିଓରି କମେଣ୍ଟରେ କୁହନ୍ତୁ। ଯେମିତିକି ପ୍ୟାଜେଟ୍ ଆଉ ଭାଇଗୋଟ୍ସ୍କି ସେମାନେ ପ୍ରାୟ ସବୁ ଏକ୍ଜାମରେ ପିଲାମାନେ ତାଙ୍କୁ ଆମେ ଦେଖିବାକୁ ପାଉ, ସେମିତି ଆପଣ ଥିଓରି ଅଫ୍ ମୋରାଲ ଡେଭଲପମେଣ୍ଟ ଯେଉଁଟାକି ଆମର ଲରେନ୍ସ କୋହଲବର୍ଗ ଆମର ଏଇ ଥିଓରିଟା ଦେଇଥିଲେ, ତାଙ୍କ ଥିଓରି ବି ଆମେ ସବୁ ଏକ୍ଜାମରେ ପିଲାମାନେ ଆମେ ଦେଖିବାକୁ ପାଇବା। ସେ ସିଟିଇଟି ହଉ କି ଓଏସଟିଇଟି ହଉ କି ଓଟିଇଟି ହଉ କି ଜେଟି ହଉ କି ଆରଏସଟି ହଉ କି ଓଏଭି ହଉ, ଯେକୌଣସି ଏକ୍ଜାମ ବି ଆପଣ ଦିଅନ୍ତୁ ନା କ'ଣ ପାଇଁ, ଆପଣ ଟିଟି ଏକ୍ଜାମ ଦିଅନ୍ତୁ କି କୌଣସି ଏଣ୍ଟ୍ରାନ୍ସ ଏକ୍ଜାମ ଦିଅନ୍ତୁ କି କୌଣସି ଆପଣ ଏଣ୍ଟ୍ରି ଲେବୁଲର ଯେକୌଣସି ଏକ୍ଜାମ ବି ଦିଅନ୍ତୁ, ଆପଣଙ୍କୁ ଥିଓରି ଅଫ୍ ମୋରାଲ ଡେଭଲପମେଣ୍ଟ ସବୁ ଜାଗାରେ ଦେଖିବାକୁ ମିଳିବ, ସବୁ ପ୍ରକାର କ୍ୱେଶ୍ଚିନ୍ ବି ଆପଣଙ୍କୁ ଦେଖିବାକୁ ମିଳିବ। ତ ଚାଲେ ଆଜି ଏଇ ଭିଡ଼ିଓରେ ପିଲାମାନେ ମୁଁ ଚେଷ୍ଟା କରିବି ବା ମୋର ପୁରା 100% ମୁଁ ଦେବି, ବେଷ୍ଟ ଦେବି କି ଆପଣମାନଙ୍କୁ ଏ ଲରେନ୍ସ କୋହଲବର୍ଗଙ୍କର ସମସ୍ତ ଥିଓରି ଯେଉଁ ଦେଇଥିଲେ ଆମର ହେଞ୍ଜ ଡିଲେମା ବିଷୟରେ ସେ କହିଥିଲେ, ଆଉ 3ଟି ଲେବୁଲ ଆଉ 6ଟି ଷ୍ଟେଜେସ୍ ବିଷୟରେ ସେ କହିଛନ୍ତି। ସବୁ ଜିନିଷ ଉପରେ ତାଙ୍କ କ୍ରିଟିସିଜମଠୁ ଆରମ୍ଭ କରି ତାଙ୍କ ଷ୍ଟେଜେସ୍ ଥିଓରି ଯାହା ବି ଅଛି ସବୁ ଜିନିଷକୁ ମୁଁ ମୋର 100% ଦେଇକି ଆପଣମାନଙ୍କୁ ବୁଝେଇବାକୁ ଚେଷ୍ଟା କରିବି। ଆଉ ଏଇ ଭିଡ଼ିଓଟା ଆପଣ ବହୁତ ସବୁ ଏକ୍ଜାମ ପାଇଁ ପ୍ରିପାରେସନ୍ କରିପାରିବେ। ଏବେ ଯେହେତୁ ଆଗକୁ ଓଏସଟିଇଟି ଆସୁଛି ଆଉ ଆଗକୁ ଆମର ସିଟିଇଟି ଆସୁଛି, ଓଟିଇଟି ତ ସରିଗଲାଣି ଆଉ ଓଏସଟିଇଟି ସିଟିଇଟି ଯେହେତୁ ଆଗକୁ ଆସୁଛି, ତ ଧ୍ୟାନ ରହିବ ଯେ ମୋର କି ଆପଣଙ୍କର ଏଇ ଯେଉଁ ଦୁଇଟା ଏକ୍ଜାମ ଆସୁଛି ସେଥିରେ କେମିତି ଆପଣଙ୍କର ଭଲ ସ୍କୋର ରହିବ ଆଉ ଆପଣଙ୍କର ଏଇଥିରେ ସବୁତକ କନସେପ୍ଟ ମୁଁ କ୍ଲିୟର କରିଦେବି। ଠିକ୍ ଅଛି, ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ତା ପୂର୍ବରୁ ପିଲାମାନେ ସବୁ ପ୍ରକାର ନୋଟ୍ସ ଯଦି ଆପଣମାନେ ଚାହୁଁଛନ୍ତି ତାହେଲେ ଆପଣମାନେ ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିପାରିବେ। ଟେଲିଗ୍ରାମ ଚ୍ୟାନେଲରେ ମୋ ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରିବାକୁ ହେଲେ ଆପଣମାନଙ୍କୁ 100 ଟଙ୍କା ଦେବାକୁ ପଡ଼ିବ ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନିଂ। ଆଉ 100 ଟଙ୍କା ଦେଲେ ଆପଣ ଲାଇଫ୍ ଟାଇମ୍ ଆପଣ ମୋ ଟେଲିଗ୍ରାମ ଚ୍ୟାନେଲର ମେମ୍ବରସିପ୍ ନେଇପାରିବେ। ଠିକ୍ ଅଛି, ଆଉ ଜଏନ୍ କରିବା ପାଇଁ ଡେସ୍କ୍ରିପସନରେ ପିଲାମାନେ ନମ୍ବର ଅଛି, ଆପଣଙ୍କର ଯେଉଁ ଭିଡ଼ିଓର ଡେସ୍କ୍ରିପସନରେ ନମ୍ବର ଅଛି, ଫିର୍ ବି ନହେଲେ ଏଇ ନମ୍ବରରେ 7894749676 ଏଇ ନମ୍ବରଟାରେ ପିଲାମାନେ ମୋତେ ଗୋଟେ ହାଏ ପଠାଇଦେଲେ ମୁଁ ଆପଣଙ୍କୁ ଗୋଟେ QR କୋଡ଼ ଦେବି, ସେଇଥିରେ ଆପଣ 100 ଟଙ୍କାଟେ ପେ କରିକି ଆପଣ ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇପାରିବେ। ଠିକ୍ ଅଛି, ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। ଦେଖନ୍ତୁ, ଲରେନ୍ସ କୋହଲବର୍ଗ ସେ ପିଲାମାନେ କିଏ ଥିଲେ କି ସେ ଜଣେ ଆମେରିକାନ ସାଇକୋଲୋଜିଷ୍ଟ। ଠିକ୍ ଅଛି, ଯେମିତି ଆପଣଙ୍କର ପ୍ୟାଜେଟ୍ ଥିଲେ, କ'ଣ ପ୍ୟାଜେଟ୍ ଆମର କ'ଣ ଥିଲେ, ପିଲାମାନେ ପ୍ୟାଜେଟ୍ଙ୍କ ବିଷୟରେ ଏଥିପାଇଁ କହୁଛି କାରଣ ବେଳେବେଳେ ଏକ୍ଜାମିନେସନରେ କ'ଣ ନା ପ୍ୟାଜେଟ୍ ଆଉ ଭାଇଗୋଟ୍ସ୍କି ଆଉ କୋହଲବର୍ଗ ଠିକ୍ ଅଛି, ଏ ତିନି ଜଣଙ୍କୁ ମିଶେଇକି ପିଲାମାନେ କୋଶ୍ଚିନ୍ ପଚାରେ। କେଉଁ ଭଳିଆ କୋଶ୍ଚିନ୍ ପଚାରେ ସେଇଟା ଯେତେବେଳେ ମୁଁ ପ୍ରିଭିୟସ୍ ଇୟର୍ ପ୍ରାକ୍ଟିସ୍ କରିବି, ଆପଣମାନେ ବି ଯେଉଁମାନେ ବି ପ୍ରିଭିୟସ୍ ଇୟର୍ ପ୍ରାକ୍ଟିସ୍ କରୁଥିବେ ସେମାନେ ମୋର ଏଇ ଜିନିଷଟାକୁ ଜାଣିପାରୁଥିବେ କି ପ୍ୟାଜେଟ୍ ହୁଅନ୍ତୁ, ଭାଇଗୋଟ୍ସ୍କି ହୁଅନ୍ତୁ, କୋହଲବର୍ଗ ହୁଅନ୍ତୁ, ଏ ତିନି ଜଣଙ୍କୁ ମିଶେଇକି ସବୁବେଳେ କୋଶ୍ଚିନ୍ ପଚାରେ। ଠିକ୍ ଅଛି, ତ ସେଇ ଯୋଗୁଁ ମୁଁ ପୁରା ଲାଷ୍ଟକୁ ଦେଖନ୍ତୁ, ଏବେ ଏଇଟା ଲାଷ୍ଟକୁ ସବୁ ସ୍ଲାଇଡ୍ ସରିଗଲା ପରେ ଏଇ ଲାଷ୍ଟ ସ୍ଲାଇଡ୍ରେ ପିଲାମାନେ ମୁଁ ଆପଣଙ୍କୁ ପ୍ୟାଜେଟ୍, ଲରେନ୍ସ କୋହଲବର୍ଗ ଆଉ ଭାଇଗୋଟ୍ସ୍କିଙ୍କର କ'ଣ କ'ଣ ଥିଓରି ଗୁଡ଼ା ଥିଲା ତାକୁ ରିଭିଜନ୍ ସହ ତାକୁ ଟିକେ ନାକୁ ଆପଣମାନଙ୍କ ପାଖରେ ଭଲସେ ଗୋଟେ ବ୍ରିଫଲି ଏକ୍ସପ୍ଲେନ୍ କରେଇଦେବି, ଯାହାଫଳରେ କି ଆପଣ ସବୁତକ କନସେପ୍ଟ ଗୁଡ଼ା ପୁରା ଭଲସେ ବୁଝିପାରିବେ। ତ ସେଥିପାଇଁ ଆପଣମାନେ କ'ଣ କରନ୍ତୁ, ଲାଷ୍ଟ ଯାଏଁ ଦେଖନ୍ତୁ, ଆଉ ବହୁତ ସାରା ଜିନିଷ ଅଛି ଆଜି ଭିଡ଼ିଓରେ କଥା ହେବା, ଆପଣ ଟିକେ ଲାଷ୍ଟ ଯାଏଁ ଦେଖିଲେ ଆପଣ ସବୁ ଜିନିଷ ଜାଣିପାରିବେ। ତ ଦେଖନ୍ତୁ, ପ୍ରଥମେ ହେଲା ପ୍ୟାଜେଟ୍ ପିଲାମାନେ ଆମର କ'ଣ ଦେଇଥିଲେ, ଅବଭିୟସଲି କଥା ସେ ଦେଇଥିଲେ କଗ୍ନିଟିଭ୍ ଡେଭଲପମେଣ୍ଟ ଦେଇଥିଲେ। ଭାଇଗୋଟ୍ସ୍କି ଆମର କ'ଣ ଦେଇଥିଲେ ପିଲାମାନେ, ସୋସିଆଲ ଡେଭଲପମେଣ୍ଟ। ଠିକ୍ ଅଛି, ଆଉ କୋହଲବର୍ଗ ପିଲାମାନେ କ'ଣ ଦେଉଛନ୍ତି, ମୋରାଲ ଡେଭଲପମେଣ୍ଟ। ଠିକ୍ ଅଛି, ଆଉ କଗ୍ନିଟିଭ୍ ଆଉ ସୋସିଆଲ ବିଷୟରେ ପିଲାମାନେ ମୁଁ ଗୋଟେ ଭିଡ଼ିଓରେ ପୁରା ଭଲସେ ବୁଝେଇ ଦେଇଛି, ଆପଣ ସେ ଭିଡ଼ିଓରେ ଯାଇକି ଭଲସେ ପ୍ୟାଜେଟ୍ ଆଉ ଭାଇଗୋଟ୍ସ୍କିଙ୍କ ବିଷୟରେ ଭଲସେ ଦେଖିପାରିବେ। ଠିକ୍ ଅଛି, ଏବେ ଚାଲନ୍ତୁ ଆମେ ବେଶୀ ପ୍ୟାଜେଟ୍ ଆଉ ଭାଇଗୋଟ୍ସ୍କି ବିଷୟରେ କଥା ହେବାନି, ଆମେ ଟିକେ କୋହଲବର୍ଗଙ୍କ ବିଷୟରେ ଟିକେ ଡିଟେଲରେ କଥା ହେବା। ଠିକ୍ ଅଛି, ଆକୁ ପିଲାମାନେ ମୁଁ ଇରେଜ୍ କରିଦେଉଛି। ଦେଖନ୍ତୁ, କୋହଲବର୍ଗ ଆମର କେଉଁଠାର ଥିଲେ ପିଲାମାନେ, ଗୋଟେ ଆମେରିକାନ ସାଇକୋଲୋଜିଷ୍ଟ ମାନେ ତାଙ୍କ ଘର ହେଲା ଆମେରିକା, ଆଉ ସାଇକୋଲୋଜିଷ୍ଟ ମାନେ ସିଏ ସାଇକୋଲୋଜି ଫିଲ୍ଡରେ କାମ କରୁଥିଲେ। ସାଇକୋଲୋଜି ମାନେ କ'ଣ, ମନୋବୈଜ୍ଞାନିକ ସେଇ ଉପରେ ପିଲାମାନେ ସେ ଲୋକମାନଙ୍କର ବିହେଭିଅର ହଉ, ତାଙ୍କର ଯେଉଁ କ'ଣଟି ତାଙ୍କ ମନରେ କେଉଁ ଭଳିଆ ଭାବେ ଡିଲେମା ଗୁଡ଼ା ହେଉଛି, ଡିଲେମା ମାନେ କ'ଣ କହିଲ ପିଲାମାନେ, ଦ୍ୱନ୍ଦ୍ୱ।
ठीक अच्छे द्वंद्व बा कन्फ्यूजन से पे कहते डिलेमा ताक मनरे कौ भाया डिलेमा होची सी गोटे सिचुएसन को कौ नजर देखुं गोटे पिला जदि गोटे एमती गोटे द्वंद्व सिचुएसन पड़ जाऊँगी आ से ठीक कि भूल को विचार केमी करुच्ची से सब विषय पे किए कहते पे लॉरेंस कोहलबर कहते ठीक अच्छे आ सी पे जो थीओरीटा को पे से कौन कहते पे मोराल रिजनिंग आपंकर थीओरीटा से कहते मोराल डेभलपमेंट थीओरी बोली से कहते ठीक अच्छे थीओरी ना ही है मोराल डेभलपमेंट थीओरी मोराल पे कौन पे मोराल माने है नैतिक नैतिक माने आम मनर जो चिंतनाटा आम नैतिक चिंतनाटा से पे मोराल से सेन्स पे मोराल आउ रिजनिंग माने कौन माने जमीती कि आप गोटे प्रोब्लेम रिजनिंग माने किसी प्रकार प्रोब्लेम हो किसी प्रकार चिंतन हो से जो चिंतन कलापर जो तर्क बाहर से पे कहते रिजनिंग ठीक अच्छे गोटे जिनसर आउटकम आप केमी बाहर कर सिचुएसन अनुसार से पे कहे रिजनिंग ठीक अच्छे तापर सी क्या क्या जोगो पे से इनफ्लुएंस बेसी होते सी जीन प्याजेट को जो बहुत इनफ्लुएंस होते जीन प्याजेट पे जमी देते चारोटी स्टेज कौन कौन देते पे गोटे देते सेंसरी मोटर चारोटी स्टेज देते मुझे स्टेज गुड़ा खाली कहीदे एक्सप्लेन मुझे अलरेडी आपको आउ गोटे भिडियो करदे ठीक अच्छे ना सेंसरी मोटर प्री ऑपरेशनल कंक्रीट ऑपरेशनल तापर हमर फॉर्मल ऑपरेशनल से चारोटी स्टेज देते जेहेतु आमर जीन प्याजेट चारोटी स्टेज देते जीन प्याजेट इनफ्लुएंस क्या करते पे लॉरेंस कोहलबर्ग को से जीन प्याजेट इनफ्लुएंस करते से लॉरेंस कोहलबर्ग भी न 6टी स्टेजेस देते 6टी स्टेजेस देते तो सबुतिक स्टेजेस विषय में डिटेल कथा है ठीक अच्छे आ 6टी स्टेजेस को पे से 3टी लेवल भाग बांटी ठीक अच्छे 3टी लेवल भाग बांटी गोटे लेवल पे 2टी स्टेज से 3टी लेवल पे 6टी स्टेज ठीक अच्छे तो आपण मानक सब लेवल सब स्टेज विषय भलसे बुझा हे से किसी व्यस्त हवा दरकार नहीं तापर ताकर पे कोर आजम्पसन माने आमर भाईगट्स की आउ प्याजेट जमी आजम्पसन करुले सेमती आमर कोहलबर्गर भी किसी गोटे कोर आजम्पसन थिला कौन कोर आजम्पसन थिला जमीती कि मोराल डेभलपमेंट आमर स्टेज वाइज हम माने जमीती कि आपणकर एना संगे संगे आपको कहली 6टी स्टेजेस देते प्रथम स्टेज सेकेंड स्टेज आ थर्ड स्टेप ये भाव है 6 स्टेज जाए ठीक अच्छे तो सी कहते ना मोराल डेभलपमेंट स्टेज वाइज जीव माने प्रथम स्टेप हम तापर सेकेंड स्टेप हम तापर तृतीय नंबर स्टेप हम एमती भाव में 6 नंबर स्टेज को जीव एमती नुह प्रथम स्टेजटा हेनी सेकेंड स्टेपटारू ही स्टार्ट हम ये भाया नुह कि प्रथम स्टेप हम सेकेंड स्टेप हम थर्ड स्टेपटा हेनी बाकी सबुतिक स्टेज हम से भाया नुह सबुतिक मोराल डेभलपमेंट केमी हम पे स्टेज वाइज हम ठीक अच्छे आ स्टेजेस पिला माने यूनिवर्सल माने कौन ये जो स्टेजेस विषय कहते आमर कोहलबर्ग ये स्टेजेसटा न समस्त पाखे हम माने जेतिक भी ह्यूमन बीइंग अच्छा समस्त पाखे स्टेजेसटा हम से सी कौन कहते स्टेजेस गुड़ा है यूनिवर्सल आउ यही जिनसटा है सबुठ बड़ क्रिटिसिजम गुड़ा कौन कौन अच्छे विषय कहि खाली एति जेहेतु टिके कनेक्ट करेंगे आगे जो पढ़ेबी कनेक्ट करेंगे मुझे आगत कहीदे कि सी जो आमर लॉरेंस कोहलबर्ग कौन कहते पे सबुतिक स्टेजेस गुड़ा यूनिवर्सल सब स्टेजेस गुड़ा समस्त पाखे देखा ठीक अच्छे आईटा पे सबुठ बड़ क्रिटिसिजम ठीक अच्छे तापर जो ऑर्डर पे स्टेजेस गुड़ा अच्छी जो ऑर्डर रे अच्छी प्रथम हो सेकेंड हो थर्ड हो प्रथम स्टेज रे या हम सेकेंड स्टेज रे या हम थर्ड स्टेप रे या हम ये जो ऑर्डर पे अच्छे यहाँ फिक्स्ड ऑर्डर ठीक अच्छे जमीती कि फास्ट स्टेप पर यही स्टेप ही हम कंपलसरी सेकेंड स्टेप पर थर्ड स्टेजेस ही हम कंपलसरी माने पूरा फिक्स्ड पैटर्न पे पे स्टेजेस गुड़ा फॉलो करे ठीक अच्छे आउ ये कौन पे फोकस करते रिजनिंग रे तर्क रे फोकस करते ना कि बिहेवियर जमा फोकस करू नथिले ठीक अच्छे तो चलो जी आम सबुतिक स्टेजेस बुझा तो सबुतिक स्टेजेस बुझा पूर्वर तो आउ गोटे जिन पे तुमने बुझा बहुत जरूरी पे हेज डिलेमा कौन कारण बहुत ही फेमस थीओरी थिला हेज डिलेमा गोटे थीओरी तो नुह यहाँ गोटे प्रकार गप बोली आप कहे कारण हेज गोटे एमती गोटे लोक थिला जार कि स्त्री देह खराब थिला मुझे गप विषय कहया पूर्व आप कंटेक्स्ट देदेला कनेक्ट करेंगे ठीक अच्छे देखो भाईगट्स की कौन करते ना सॉरी भाईगट्स की बार बार नाटा मुंड को पलि आसुच्छी देखो आमर कोहलबर्ग कौन करते ना सी जिते बड़े आपणकर 3टी लेवल आ 6टी स्टेज विषय देते
ସେ ତାକୁ ଏକ୍ସପ୍ଲେନ୍ କରିବା ପାଇଁ ବା ତାକୁ ଭଲସେ ବୁଝେଇବା ପାଇଁ ସେ ଗୋଟେ ଷ୍ଟୋରି ପିଲାମାନେ ଆମକୁ ଶୁଣେଇଥିଲେ। ସେ ଷ୍ଟୋରିଟା ପିଲାମାନେ କ'ଣ? ହେଞ୍ଜ ଡିଲେମା। ଠିକ୍ ଅଛି? ଏଇ ଷ୍ଟୋରିଟା ହେଲା ହେଞ୍ଜ ଡିଲେମା। ସେ ଷ୍ଟୋରି ବିଷୟରେ ପୁରା ଥିଓରି ୱାଇଜ୍ ଲେଖାଯାଇଛି। ଆପଣମାନେ ଚାହିଁଲେ ପଢ଼ିପାରିବେ। ମୁଁ ଏ ଥିଓରି ନ ପଢ଼ିକି ଆପଣ ଭଲସେ ବୁଝେଇଦେବାଟା ବେଟର୍ ହେବ। କାରଣ ଥିଓରି ପଢ଼ିକି ବୁଝିଲେ ଆପଣମାନେ ଟିକେ ନାକୁ ଡିଷ୍ଟ୍ରାକ୍ଟ ହେଇଯିବେ ବା ଟିକେ ନାକୁ ଆପଣଙ୍କୁ ବୋର୍ ଲାଗିବ। ଠିକ୍ ଅଛି? ମୁଁ ଆପଣଙ୍କୁ ଭଲସେ ଆଗ ଗପଟାକୁ ଭଲସେ କହିଦେଉଛି, ତାପରେ ଥିଓରି ଆପଣ ବା ଥିଓରିରେ ଯାହା ଲେଖା ହେଇଛି ଗପଟା ତ ସେଇଆ ଆଉ। ଠିକ୍ ଅଛି? ଦେଖନ୍ତୁ, ଏଇଠି ମୁଁ ବୁଝେଇ ଦେଉଛି କାରଣ ଖାଲି ଜାଗା ଅଛି। ଦେଖନ୍ତୁ, ହେଞ୍ଜ ପିଲାମାନେ, ହେଞ୍ଜ ହେଞ୍ଜ ପିଲାମାନେ ଗୋଟେ ଲୋକ। ଠିକ୍ ଅଛି? ତାର ପିଲାମାନେ ଗୋଟେ ୱାଇଫ୍ ଅଛି। ତା ନାଁ ହେଲା ପିଲାମାନେ, ତା ନାଁଟା ପିଲାମାନେ ମେନସନ୍ ନାହିଁ। ଏତିକି ମନେ ରଖନ୍ତୁ, ହେଞ୍ଜର ଗୋଟେ ୱାଇଫ୍ ଅଛି। ଠିକ୍ ଅଛି? ଆଉ ସେ ୱାଇଫ୍‌କୁ ପିଲାମାନେ ବହୁତ ସିରିୟସ୍ ପିଲାମାନେ ରୋଗ ହେଇଛି। ମାନେ ଏମିତି ରୋଗ ଯୋଉଟା କି କେହି କୋଉ ଜାଗାରେ ବି ଭଲ ହବନି। ମାନେ ହେଞ୍ଜ ଗୋଟେ ଲୋକ ଯାହାର ଗୋଟେ ସ୍ତ୍ରୀ ଅଛି, ତା ସ୍ତ୍ରୀକୁ ପିଲାମାନେ ଗୋଟେ ବହୁତ ହି ସିରିୟସ୍ ରୋଗ ହେଇଛି। ଠିକ୍ ଅଛି? ଆଉ ଯେହେତୁ ତା ସ୍ତ୍ରୀକି ବହୁତ ସିରିୟସ୍ ରୋଗ ହେଇଛି, ସେ ରୋଗ ପାଇଁ ଆପଣମାନେ ତ ଜାଣିଛନ୍ତି ସବୁ ରୋଗର ମେଡ଼ିସିନ୍ ଅଛି। ସେମିତି ତା ସ୍ତ୍ରୀକି ଯୋଉ ରୋଗଟା ହେଇଛି ପିଲାମାନେ, ସେ ରୋଗ ପାଇଁ ନୁହଁ ଗୋଟେ ମେଡ଼ିସିନ୍ ପିଲାମାନେ ଅଛି। ଗୋଟେ ମେଡ଼ିସିନ୍ ପିଲାମାନେ ଅଛି। ସେ ମେଡ଼ିସିନ୍‌ଟା ପିଲାମାନେ କେବଳ ଗୋଟିଏ ଦୋକାନରେ ହିଁ ମିଳିବ। ହେଞ୍ଜର ଗୋଟେ ୱାଇଫ୍ ଅଛି। ୱାଇଫ୍‌ର ଦେହ ବହୁତ ଖରାପ। ଆଉ ତାର ଏମିତି ରୋଗ ହେଇଛି ଯେ ସେ ରୋଗଟା କେବଳ ଗୋଟିଏ ମେଡ଼ିସିନ୍ ହିଁ ଭଲ ହବ। ସେଇ ମେଡ଼ିସିନ୍‌ଟା ପିଲାମାନେ କୋଉଠି ମିଳିବ? ଗୋଟିଏ ହିଁ ମେଡ଼ିସିନ୍ ଦୋକାନରେ ମିଳିବ, ଯୋଉଟାକି ତାଙ୍କ ଏରିଆର ଗୋଟେ ମେଡ଼ିକାଲ ସପ୍‌ରେ ବା ମେଡ଼ିକାଲ ସପ୍, ଠିକ୍ ଅଛି? ମେଡ଼ିକାଲ ସପ୍ ବା ମେଡ଼ିସିନ୍ ସପ୍ ଆପଣ ଭାବିପାରିବେ। ସେ ମେଡ଼ିସିନ୍ ସପ୍‌ରେ ସେ ମେଡ଼ିସିନ୍‌ଟା ମିଳିବ। ହେଞ୍ଜର ୱାଇଫ୍‌ର ଦେହ ଖରାପ, ତା ପାଇଁ ଗୋଟେ ମେଡ଼ିସିନ୍ ଦରକାର। ଆଉ ସେଇ ମେଡ଼ିସିନ୍‌ଟା ସେଇ ଲୋକାଲ ମେଡ଼ିକାଲ ସପ୍‌ରେ ମିଳିବ। ଠିକ୍ ଅଛି? ତ ହେଞ୍ଜ କ'ଣ କଲା? ତା ୱାଇଫ୍‌କୁ ନେଇକି ଗଲା ମେଡ଼ିକାଲକୁ। ମେଡ଼ିକାଲରେ ତା ୱାଇଫ୍‌କି ଯେତେବେଳେ ଦେଖେଇଲା, ତା ୱାଇଫ୍ କ'ଣ ନା ଡାଇଗ୍ନୋସ୍ ହେଲା ଗୋଟେ ବହୁତ ସିରିୟସ୍ ରୋଗରେ। ତ ସିଏ ଯେତେବେଳେ ତା ୱାଇଫ୍‌ଟା ବହୁତ ସିରିୟସ୍ ରୋଗରେ ଡାଇଗ୍ନୋସ୍ ହେଲା, ତ ଡକ୍ଟର ତାକୁ କହିଲେ କି ନାଇକା ତମ ୱାଇଫ୍‌ର ଯୋଉ ରୋଗ ହେଇଛି, ସେଇଟା ଯଦି ଆପଣ ଚାହୁଁଛନ୍ତି ସେ ରୋଗଟାକୁ ଭଲ କରିବା ପାଇଁ, ଆପଣ ଏଇ ମେଡ଼ିସିନ୍‌ଟା ଆଣନ୍ତୁ। ଆଉ ଏଇ ମେଡ଼ିସିନ୍‌ଟା ପିଲାମାନେ ଏଇ ଲୋକାଲ ମେଡ଼ିକାଲ ସପ୍‌ରେ ମିଳୁଛି। ଆପଣ ଯାଇକି ସେ ମେଡ଼ିସିନ୍ ସପ୍‌ରୁ ବା ମେଡ଼ିକାଲ ସପ୍‌ରୁ ଆପଣ ମେଡ଼ିସିନ୍‌ଟା ଆଣନ୍ତୁ। ସେ ମେଡ଼ିସିନ୍‌ଟା ଆମେ ଦେଇଦେଲା ପରେ ଆପଣଙ୍କର ୱାଇଫ୍‌ର ଦେହ ଭଲ ହେଇଯିବ। ଠିକ୍ ଅଛି? ତ ହେଞ୍ଜ ଯେତେବେଳେ ଏ କଥାଟା ଶୁଣିଲା, ସେ ତୁରନ୍ତ ଗଲା ମେଡ଼ିସିନ୍ ସପ୍‌କୁ ଯାଇକି ସିଏ କ'ଣ ନା ସେ ମେଡ଼ିସିନ୍ ସପ୍‌ର ଯୋଉ ଓନର୍ ବା ଆପଣଙ୍କୁ କହିପାରିବେ କେମିଷ୍ଟ ହଉ, ଓନର୍ ହଉ ବା ଫାର୍ମାସିଷ୍ଟ ହଉ, ଆପଣ ଯାହା ବି କହିପାରିବେ, ସେଇ ମେଡ଼ିସିନ୍ ସପ୍‌ର ଓନର୍ ପାଖକୁ ଗଲା। ଆଉ କହିଲା ନୋକି ଆଉ ସେ ମେଡ଼ିସିନ୍‌ଟା ଦବାକୁ, ଯୋଉ ମେଡ଼ିସିନ୍‌ଟା ଖାଇଲେ ତା ୱାଇଫ୍‌ର ଦେହ ଭଲ ହେଇଯିବ, ସେ ମେଡ଼ିସିନ୍‌ଟା ସେ ମାଗିଲା। ଯେତେବେଳେ ମାଗିଲା, ସେ ମେଡ଼ିସିନ୍ କାଲ ସପ୍‌ର ବା ଏଇ ମେଡ଼ିସିନ୍ ସପ୍‌ର ଯୋଉ ଓନର୍ ଥିଲା, ସିଏ କ'ଣ ନା ଆକ୍ଚୁଆଲି ଯେତିକି ପ୍ରାଇସ୍ ହବା କଥା, କାରଣ ମେଡ଼ିସିନ୍‌ର ପ୍ରାଇସ୍ ବହୁତ ଲୋ ଥିଲା। ଠିକ୍ ଅଛି ନା? କିନ୍ତୁ ସିନା ତ ଆକ୍ଚୁଆଲି ତା ପ୍ରାଇଜ୍‌ରୁ ସେ ବହୁତ ହାଇ ଦାମ୍‌ରେ ବା ବହୁତ ହାଇ ଆମାଉଣ୍ଟର ଗୋଟେ ପ୍ରାଇସ୍ ଯୋଉଟାକି ହେଞ୍ଜକୁ ସେ କହିଲା କାରଣ କି ଆଉ ମୋତେ ଏତିକି ପ୍ରାଇସ୍ ଦିଅ, ତାପରେ ଯାଇକି ମୁଁ ତମକୁ ମେଡ଼ିସିନ୍‌ଟା ଦେବି। କିନ୍ତୁ ହେଞ୍ଜ ପାଖରେ ତ ଏତେ ଟଙ୍କା ନଥିଲା। ସିଏ ଯେହେତୁ ତା ୱାଇଫ୍‌ର ଦେହ ଖରାପ, ତାକୁ ମେଡ଼ିସିନ୍‌ଟା ତୁରନ୍ତ ଦରକାର। ସିଏ ବହୁତ ରିକ୍ୱେଷ୍ଟ କଲା, କାରଣ ତା ପାଖରେ ଯେତିକି ଆମାଉଣ୍ଟ କହୁଥିଲା ମେଡ଼ିକାଲ ସପ୍‌ର ଓନର୍‌ଟା, ସେତିକି ଆମାଉଣ୍ଟ ଜମା ବି ତା ପାଖରେ ନଥିଲା। ଆଉ ତାପରେ ସିଏ କ'ଣ ନା ବହୁତ ରିକ୍ୱେଷ୍ଟ କଲା ସେ ମେଡ଼ିସିନ୍ ସପ୍‌ର ଓନର୍‌ଟାକୁ, କାରଣ କି ନାଇଁ ମୋ ୱାଇଫ୍‌ର ଦେହ ଖରାପ ଅଛି, ତମେ ଗୋଟେ କାମ କର, ମୋତେ ମେଡ଼ିସିନ୍‌ଟା ଏବେ ଦେଇଦିଅ। ଆଉ ମୁଁ ପରେ ତା ପଇସାଟା ସୁଝିଦେବି। ନହେଲେ ମୁଁ ଅଧା ପଇସା ଦଉଛି, ଅଧା ପଇସା ରଖ, ମୋତେ ସେ ମେଡ଼ିସିନ୍‌ଟା ଦେଇଦିଅ, ମୁଁ ମୋ ୱାଇଫ୍‌ର ଦେହଟାକୁ ଭଲ କରିବି। ଏଇ କଥା କିଏ କହିଲା? ହେଞ୍ଜ କହିଲା କାହାକୁ? ମେଡ଼ିସିନ୍ ସପ୍‌ର ଓନର୍‌ଟାକୁ କହିଲା। କିନ୍ତୁ ମେଡ଼ିସିନ୍ ସପ୍‌ର ଓନର୍‌ଟା ପୁରା ଜିଦିଆ। ସେ କହିଲା କି ନାଇଁ ନାଇଁ, ମୁଁ ମେଡ଼ିସିନ୍‌ଟା ମୁଁ ନିଜେ ଇନଭେଣ୍ଟ କରିଛି। ମୋର ଯେତିକି ପ୍ରାଇସ୍ ଦରକାର ତମେ ସେତିକି ଦିଅ, ନହେଲେ ବାହାର ଏଠୁ। ତ ଯେତେବେଳେ ଏତେ ସବୁ କଥା ହେଲା, ହେଞ୍ଜ କ'ଣ ନା ମନ ଦୁଃଖରେ ପଳେଇ ଆସିଲା ତା ୱାଇଫ୍ ପାଖକୁ। ଯେତେବେଳେ ରାତି ହେଲା, ଦୋକାନ ଯେତେବେଳେ ବନ୍ଦ କଲା, ହେଞ୍ଜ କ'ଣ କଲା? ଲୁଚିକି ଯାଇକି ସେ ମେଡ଼ିସିନ୍ ଦୋକାନଟାକୁ ଭାଙ୍ଗିକି ସେ ତାର ଯୋଉ ମେଡ଼ିସିନ୍‌ଟା ଥିଲା ତା ୱାଇଫ୍ ପାଇଁ ଯୋଉ ମେଡ଼ିସିନ୍‌ଟା ଦରକାର, ସେଇଟା ଚୋରି କରିକି ଆଇଲା ହାରି। ଏବେ ଆପଣମାନଙ୍କ ପାଖରେ ଗୋଟେ ଡିଲେମା କୋଶ୍ଚିନ୍ ଆସିଲା। କ'ଣ କୋଶ୍ଚିନ୍ ପିଲାମାନେ? ଏବେ ଯୋଉ ହେଞ୍ଜ ଯୋଉ କାମଟା କଲା, ସେଇଟା ଠିକ୍ ନା ଭୁଲ? ଆପଣମାନେ କୋଶ୍ଚିନ୍‌ର ଆନ୍ସର ଦିଅନ୍ତୁ କି ହେଞ୍ଜ ଯୋଉ କାମଟା କଲା, ସେଇଟା ଠିକ୍ ନା ଭୁଲ? ତାପରେ ଆଉ ଗୋଟେ କଥା, ଯଦି ହେଞ୍ଜ ସେ ମେଡ଼ିସିନ୍‌ଟା ଆଣି ନଥାନ୍ତା, ଏବେ ସିନା ଆଣିଲା ହାରି ସିନା ଯାଇକି ଚୋରି କରିକି, ଯଦି ସେ ଆଣି ନଥାନ୍ତା, ତା ୱାଇଫ୍‌ର ଡେଥ୍ ହେଇଯାଇଥାନ୍ତା। ଯଦି ତା ୱାଇଫ୍‌ର ଡେଥ୍ ହେଇଥାନ୍ତା, କ'ଣ ପୋଲିସ ସେଇ ମେଡ଼ିସିନ୍ ସପ୍‌ର ଓନର୍‌ଟାକୁ ଆରେଷ୍ଟ କରିଥାନ୍ତା କି? ଆପଣମାନେ କୋଶ୍ଚିନ୍‌ର ଆନ୍ସର କମେଣ୍ଟରେ ଦିଅନ୍ତୁ। ଠିକ୍ ଅଛି? ତାପରେ ଆଉ ଗୋଟେ କଥା, ଯଦି ହେଞ୍ଜ ଗୋଟେ ଭଲ ଲୋକ ହେଇକି ଯଦି ମେଡ଼ିସିନ୍‌ଟା ଯଦି ଚୋରି କରି ନଥାନ୍ତା, ଆଉ ଯଦି ହେଞ୍ଜ କହିଥାନ୍ତା ନାଇଁ ମୁଁ ଗୋଟେ ଭଲ ଲୋକ, ମୋ ୱାଇଫ୍ ମରୁ ପଛେ ମୁଁ ମେଡ଼ିସିନ୍‌ଟା ଚୋରି କରିବି ନାହିଁ। ଯଦି ଏଇ କଥା ଯଦି ସେ ମାନେ କରିଥାନ୍ତା, ତାହେଲେ କ'ଣ ହେଞ୍ଜ ବି ଗୋଟେ ଦୋଷୀ ହେଇଥାନ୍ତା କି? ଆପଣମାନେ ଏତିକ କୋଶ୍ଚିନ୍‌ର ପିଲାମାନେ ଆନ୍ସର ମୋତେ ଦିଅନ୍ତୁ। ଠିକ୍ ଅଛି? ଏବେ ଚାଲନ୍ତୁ ଆକ୍ଚୁଆଲ ଷ୍ଟୋରି ପାଖକୁ ଯିବା। ଆପଣଙ୍କୁ ମାନେ ପୁରା ଟୋଟାଲ ଷ୍ଟୋରିଟାକୁ ଭଲସେ ବୁଝେଇଦେଲି। ଏବେ ଚାଲନ୍ତୁ ଷ୍ଟୋରି ଉପରେ ଟିକେ ନାକୁ କଥା ହେବା ବା ଷ୍ଟୋରିଟା ଯାହା ଲେଖା ହେଇଛି ଥିଓରିଟା ତାକୁ ଟିକେ ପଢିଦବା। ତାପରେ
ଯାହା ବି ଆନ୍ସର ହବ ଆମେ ଷ୍ଟେଜେସ୍ ଅନୁସାରେ ଭାଗ ବାଣ୍ଟିକି ଆନ୍ସରଟା ବୁଝିଦବା। ଠିକ୍ ଅଛି, ଯାହାଫଳରେ କି ଆପଣମାନେ କନେକ୍ଟ କରିପାରିବେ। ଏଇ ଯୋଉ ହେଞ୍ଜର ଷ୍ଟୋରିଟା ପିଲାମାନେ ଲାଷ୍ଟକୁ ପଢ଼ାଯାଏ, କିନ୍ତୁ ମୁଁ ଫାଷ୍ଟରୁ ଏଥିପାଇଁ ଆପଣଙ୍କୁ ପଢ଼ଉଛି, ଯେତେବେଳେ ଆପଣ ସବୁତିକ ଲେବୁଲ୍ 3ଟାକ ଯେତେବେଳେ ପଢ଼ିବେନି, ଲେବୁଲ୍ 1, ଲେବୁଲ୍ 2, ଲେବୁଲ୍ 3 ଯେତେବେଳେ 3ଟାକ ଲେବୁଲ୍ ପଢ଼ିବେ, ସେତେବେଳେ ମୁଁ ଆପଣଙ୍କୁ କୋଶ୍ଚିନ୍ ପଚାରିବି କି ହେଞ୍ଜ ଏଇ ଷ୍ଟେଜରେ କ'ଣ କରିଥିଲେ ଠିକ୍ ହେଇଥାନ୍ତା, ହେଞ୍ଜ ଷ୍ଟେଜ୍ 6ରେ କ'ଣ କରିଥିଲେ ଠିକ୍ ହେଇଥାନ୍ତା, ସବୁ ବିଷୟରେ ଭଲସେ ବୁଝିବେ। ଠିକ୍ ଅଛି, ଆପଣମାନେ ଖାଲି ପେସେନ୍ସର ସହ ଭିଡ଼ିଓଟାକୁ ଶେଷ ଯାଏଁ ଦେଖନ୍ତୁ। ଗୋଟେ ମିନିଟ୍, କୋଉଠୁ ଷ୍ଟାର୍ଟ କରିବା, ଏଇଠୁ ଗୋଟେ ମିନିଟ୍। ତ ଦେଖନ୍ତୁ, ଦ ହେଞ୍ଜ ଡିଲେମା ଇଜ୍ cornerstone of Lawrence Kohlberg's research. He was less interested in whatever you think Henge should steal the drug and more interested in the logic you see to justify your answer. ଆପଣ ଯେତେବେଳେ ଷ୍ଟୋରିଟା ଶୁଣିଲେ, ମାନେ ନାହିଁ ଯେ ଆପଣ ହେଞ୍ଜକୁ ନେଇକି କ'ଣ ଆନ୍ସର ଦେଉଛନ୍ତି ସେଇଟା ମ୍ୟାଟର କରେନି, କିନ୍ତୁ ଯଦି ଆପଣ ଆନ୍ସର ଦେଉଛନ୍ତି, କ'ଣ ପାଇଁ ଆନ୍ସର ଦେଉଛନ୍ତି ବା କେଉଁ ଲଜିକ୍ରେ ଆପଣ ଆନ୍ସର ଦେଉଛନ୍ତି, ସେଇଟା ପିଲାମାନେ ହେଲା ଇମ୍ପୋର୍ଟାଣ୍ଟ। ଠିକ୍ ଅଛି, ଦେଖନ୍ତୁ, ହେଞ୍ଜ ଲିଭ୍ ଇନ୍ ଟାଉନ୍ ଇନ୍ ୟୁରୋପ, ୟୁରୋପରେ ହେଞ୍ଜ ରୁହେ, ହେଞ୍ଜର ଘର ହିଁ ୟୁରୋପ। ହିଜ୍ ୱାଇଫ୍ ୱାଜ୍ ସଫରିଂ ଫ୍ରମ୍ ଏ ରେୟାର ଆଣ୍ଡ ସିରିୟସ୍ ଡିଜିଜ୍। ତା ୱାଇଫ୍ ପିଲାମାନେ କେଉଁଥିରେ ସଫର କରୁଛି, ପିଲାମାନେ ଗୋଟେ ରେୟାର ଆଉ ବହୁତ ସିରିୟସ୍ ଡିଜିଜ୍ରେ ପିଲାମାନେ ତା ୱାଇଫ୍ଟା ସଫର କରୁଛି। ଡକ୍ଟର ଟୋଲ୍ଡ ହେଞ୍ଜ ଦ୍ୟାଟ୍ ଓନ୍ଲି ୱାନ୍ ମେଡିସିନ୍ କୁଡ୍ ସେଭ୍ ହର୍ ଲାଇଫ୍। ଡକ୍ଟର ପିଲାମାନେ କ'ଣ କହିଲେ, ଗୋଟେ ହିଁ ମେଡିସିନ୍ ବା ଗୋଟେ ୱାନ୍ ମେଡିସିନ୍ ପିଲାମାନେ ତାର ଲାଇଫ୍ଟାକୁ ସେଭ୍ କରିବ। କ'ଣ? ଏ କେମିଷ୍ଟ ଇନ୍ ଏ ଟାଉନ୍ ହାଡ୍ ଇନଭେଣ୍ଟେଡ୍ ଦିସ୍ ମେଡିସିନ୍। ତାଙ୍କ ଟାଉନରେ ଗୋଟେ କେମିଷ୍ଟ ଅଛି ବା ମେଡିସିନ୍ ସପ୍ର ଓନର ବି ଆପଣ କହିପାରିବେ, ଯିଏକି ସେ ମେଡିସିନ୍ଟାକୁ ଇନଭେଣ୍ଟ କରିଛି ବା ନିଜେ ବନେଇଛି। ଦ କେମିଷ୍ଟ ୱାଜ୍ ସେଲିଂ ଇଟ୍ ଆଟ୍ ଏ ଭେରି ହାଇ ପ୍ରାଇଜ୍। ସେ ମେଡିସିନ୍ଟା ଯେଉଁ ତାଙ୍କ କେମିଷ୍ଟ ଯିଏ ବନେଇଛି, ସିଏ ସେ ମେଡିସିନ୍ଟାକୁ ବହୁତ ହାଇ ପ୍ରାଇଜ୍ରେ ପିଲାମାନେ ସେ ବିକୁଛି। ମଚ୍ ମୋର୍ ଦ୍ୟାନ୍ ଇଟ୍ କଷ୍ଟ ଟୁ ମେକ୍। ଯେତେ ଟଙ୍କା ଆକ୍ଚୁଆଲି ଦରକାର ସେ ମେଡିସିନ୍ଟା ବନେଇବା ପାଇଁ ବା ତାର ଯେତିକି କ୍ରୟ ମୂଲ୍ୟ, ସେ ତାଠୁ ଅଧିକ ଟଙ୍କାରେ, ବହୁତ ଅଧିକ ଟଙ୍କାରେ ସେ ବିକୁଛି। ଠିକ୍ ଅଛି, ହେଞ୍ଜ ଟ୍ରାଏ ଟୁ କଲେକ୍ଟ ମନି। ହେଞ୍ଜ କ'ଣ କରୁଛି ପିଲାମାନେ, ପଇସା କଲେକ୍ଟ କରିବାକୁ ଚେଷ୍ଟା କରୁଛି। ହି ବରୋଡ୍ ଫ୍ରମ୍ ଫ୍ରେଣ୍ଡସ୍ ଆଣ୍ଡ ରିଲେଟିଭ୍ସ। ସେ କ'ଣ କରିଛି, ତାର ନିଜ ସାଙ୍ଗଙ୍କଠୁ ବାକି ଆଣିଛି ବା ମାଗିକି ଆଣିଛି, ତାଙ୍କ ରିଲେଟିଭ୍ ମାନଙ୍କଠୁ ବି ମାଗିକି ଆଣିଛି। ବଟ୍ ସି କୁଡ୍ କଲେକ୍ଟ ଓନ୍ଲି 1/2 ଅଫ୍ ଦ ରିକ୍ୱାର୍ଡ ଆମାଉଣ୍ଟ। ବା ସିଏ କେତିକି କଲେକ୍ଟ କରିପାରିଲା, ଅଧା ହିଁ କଲେକ୍ଟ କରିପାରିଲା, ବେଶୀ କଲେକ୍ଟ କରିପାରିଲାନି। ସି ୱେଣ୍ଟ ଟୁ ଦ କେମିଷ୍ଟ ଆଣ୍ଡ ରିକ୍ୱେଷ୍ଟେଡ୍ ହିମ୍। ସେ ଗଲା କେମିଷ୍ଟ ପାଖକୁ, ରିକ୍ୱେଷ୍ଟ କଲା ଟୁ ସେଲ୍ ମେଡିସିନ୍ ଆଟ୍ ଏ ଲୋୟର ପ୍ରାଇସ୍। ବହୁତ କମ୍ ପଇସାରେ ମେଡିସିନ୍ଟା ବିକିବା ପାଇଁ ତାକୁ କହିଲା ବା ରିକ୍ୱେଷ୍ଟ କଲା କାହାକୁ, କେମିଷ୍ଟଟାକୁ ବା ମେଡିସିନ୍ ଦୋକାନର ଓନରଟାକୁ, ଟୁ ଆଲାଉ ହିମ୍ ଟୁ ପେ ଲେଟର। ବଟ୍ ଦ କେମିଷ୍ଟ ରିଫ୍ୟୁଜ୍ ଆଣ୍ଡ ସେଡ୍ ଆଇ ଇନଭେଣ୍ଟେଡ୍ ଦ ଡ୍ରଗ୍ ଆଣ୍ଡ ଆଇ ୱେଣ୍ଟ ଟୁ ମେକ୍ ମନି ଫ୍ରମ୍ ଇଟ୍। ସେ କ'ଣ କହିଲା, କାରଣ କି ଆଉ ମୋତେ ଅଧା ପଇସା ମୋ ପାଖରେ ଅଛି, ଆପଣ କ'ଣ କରନ୍ତୁ, ମୋତେ ମେଡିସିନ୍ଟା ଦିଅନ୍ତୁ। କିନ୍ତୁ କେମିଷ୍ଟ ଯିଏ ଥିଲା ସେ ମନା କରିଦେଲା, ନାଇଁ ମୁଁ ଜମା ଦେଇପାରିବି ନାହିଁ, କାରଣ ମୁଁ ଏଇଟା ଇନଭେଣ୍ଟ କରିଛି ଆଉ ମୁଁ ଚାହୁଁଛି ଏଥିରୁ ପଇସା କମେଇବା ପାଇଁ। ଠିକ୍ ଅଛି, ଆଉ ହେଞ୍ଜ କ'ଣ କଲା, ଏହା ଶୁଣିକି ପୁରା ଡେସ୍ପରେଟ୍ ହେଇଗଲା। ଆଟ୍ ନାଇଟ୍ ବା ରାତିରେ ସେ କ'ଣ କଲା, ବ୍ରୋକ୍ କଲା ସେ କେମିଷ୍ଟର ଦୋକାନଟାକୁ ଭାଙ୍ଗିକି ସେ ମେଡିସିନ୍ଟାକୁ ଚୋରେଇଲା। କ'ଣ ପାଇଁ, ତା ୱାଇଫ୍ ପାଇଁ ବା ତା ୱାଇଫ୍ର ଜୀବନ ବଞ୍ଚାଇବା ପାଇଁ। ଆପଣମାନଙ୍କୁ କହିଲି, ଆପଣମାନେ ଯାହା ଆନ୍ସର ଦେଉଛି ମ୍ୟାଟର କରେନି, କିନ୍ତୁ ଆପଣମାନଙ୍କ ଆନ୍ସର ପଛର ଲଜିକ୍ଟା ମ୍ୟାଟର କରେ ବା ଆପଣ କେଉଁ କାରଣ ଦେଖିକି ଆନ୍ସରଟା ଦେଇଛନ୍ତି ସେଇଟା ମ୍ୟାଟର କରେ। ଠିକ୍ ଅଛି, ଏବେ ଚାଲନ୍ତୁ ମୁଁ ସବୁତିକ ଷ୍ଟେଜେସ୍, ସବୁତିକ ଲେବୁଲ୍ ଆପଣମାନଙ୍କୁ ବୁଝେଇ ଦେଉଛି, ତାପରେ ଆପଣ ନିଜେ ଆନ୍ସର ପାଇଯିବେ। ଠିକ୍ ଅଛି, ଯଦି ଆପଣ ଯେଉଁ ଆନ୍ସର ଦେଉଛନ୍ତି ତା ଅନୁସାରେ ଆପଣ ନିଜର ଷ୍ଟେଜେସ୍ ବି ଆପଣମାନେ ଜାଣିପାରିବେ ଯେ ଆପଣ କେଉଁ ଷ୍ଟେଜ୍ରେ ଅଛନ୍ତି। ଯଦି ଆପଣ କହୁଛନ୍ତି କି ହେଞ୍ଜ ଯାହା କଲା ଠିକ୍ କଲା, ତ ଆପଣ ଆପଣଙ୍କର ନିଜର ଷ୍ଟେଜ୍ ପାଇଯିବେ, କି ଆପଣ ଜାଣିଦେବେ ଯେ ଆପଣ ଏଇ ଷ୍ଟେଜ୍ରେ ଅଛନ୍ତି। ଯଦି ଆପଣ ଭାବୁଛନ୍ତି ଯେ ନାଇଁ ହେଞ୍ଜ ଯାହା କଲା ଭୁଲ କଲା, ତ ଆପଣ ନିଜର ଷ୍ଟେଜେସ୍ ବି ପାଇଯିବେ କି ଆଉ ଆପଣ ଏଇ ଷ୍ଟେଜେସ୍ରେ ଅଛନ୍ତି, ତ ସବୁ ଜିନିଷ ଜାଣିପାରିବେ, କ୍ଲାରିଟି ଆପଣଙ୍କୁ ମିଳିଯିବ। ତ ଚାଲନ୍ତୁ, ପ୍ରଥମ ଲେବୁଲ୍ ପିଲାମାନେ ହେଲା ପ୍ରି କନଭେନ୍ସନାଲ୍ ଲେବୁଲ୍। ଆଉ ଏଇ ଲେବୁଲ୍ଟା ପିଲାମାନେ କେତେରୁ କେତେ ବର୍ଷ, ପିଲାମାନେ 0ରୁ 8 ବର୍ଷ ହେବା କଥା। 0ରୁ 8 ବର୍ଷ ପିଲାମାନେ, 9 ବର୍ଷ ବି ଚଳିବ, କିଛି ଅସୁବିଧା ନାହିଁ, କିନ୍ତୁ 0ରୁ 8 ବର୍ଷ ଟିକେ ନାକୁ ନୋଟ୍ ବନେଇଦେବ। ଠିକ୍ ଅଛି, 0ରୁ 8 ବର୍ଷ ରହିବା ଦରକାର। କ'ଣ, ପ୍ରି କନଭେନ୍ସନାଲ୍ ଲେବୁଲ୍। ପ୍ରାଇମେରୀ ଫୋକସ୍ ଅନ୍ ସେଲ୍ଫ ଇଣ୍ଟରେଷ୍ଟ ଆଣ୍ଡ ଆଭଏଡିଂ ନେଗେଟିଭ୍ କନସିକ୍ୱେନ୍ସେସ୍। ଏଇ ଯେଉଁ ଷ୍ଟେଜେସ୍ର ପିଲାମାନେ ଆମର ପ୍ରାଇମେରୀ ଫୋକସ୍, ପିଲାମାନେ କ'ଣ, ଏଇ ଷ୍ଟେଜେସ୍ର ପ୍ରାଇମେରୀ ଫୋକସ୍ ହେଲା ଆମେ ନେଗେଟିଭ୍ କନସିକ୍ୱେନ୍ସେସ୍ ଯାହା ଆସିବ ବା ଗୋଟେ କାମ କରିବେ, ନେଗେଟିଭ୍ କନସିକ୍ୱେନ୍ସେସ୍ଟା କ'ଣ, ଯେମିତିକି ଗୋଟେ ପିଲାଟେ ତାଙ୍କ ଘରେ ତାର ବୟସ 0ରୁ 8 ବର୍ଷ ବା ଜନ୍ମରୁ 8 ବର୍ଷ ତା ବୟସ, ଟୋଟାଲ୍ ଉପରେ 8 ବର୍ଷର ପିଲାଟା, ସେ 8 ବର୍ଷର ପିଲାଟାର ନେଗେଟିଭ୍ କନସିକ୍ୱେନ୍ସେସ୍ କ'ଣ ହେଇପାରିବ, ତା ମା ବାଡ଼େଇବା, ତା ବାପା ବାଡ଼େଇବା, ତାଙ୍କ ଘର ଲୋକ ଗାଳି କରିବା, ଏରା ସବୁ ତ ନେଗେଟିଭ୍ କନସିକ୍ୱେନ୍ସେସ୍ ନା ତାଙ୍କର। ତ ଏଇ ନେଗେଟିଭ୍ କନସିକ୍ୱେନ୍ସଟାକୁ ଆଭଏଡ୍ କରିବା ପାଇଁ
सी ता निजर सेल्फ इंटरेस्ट आउ नेगेटिव कन्सिक्वेन्स को जो अवॉइड करिवो एइटा ही पिला माने तार प्राइमरी फोकस गोटे पिलार प्राइमरी फोकस कोन रहबो पिला माने सी तार निजर सेल्फ इंटरेस्ट नबो आउ नेगेटिव कन्सिक्वेन्सेस को अवॉइड करिवो बा ताको किओडो बाड़ा बाड़ी करिवो कि कोन गाली करिवो से सब को अवॉइड करिवो ता अनुसार पिला माने काम करिवो जेमिति कि से गाली न सुनिबो आउ नेगेटिव कन्सिक्वेन्सेस ताको जदि न मिलिबो ठीक अछि एइटा हला पिला माने कोन प्री कन्वेंशनल मोरालिटी बा प्रथम लेवल ठीक अछि आ ये प्रथम लेवल जो दुईटी स्टेजेस अछि ताको चलतो हम बुझिबा स्टेज 1 पिला माने कोन ओबीडियंस एंड पनिशमेंट ओरिएंटेशन ओबीडियंस माने तो आपण माने जानिचंती बोल करा ठीक अच्छे बोल करवा बा कथा मानिबा बा आपण जेंति आपणकर क्लास टीचर मानकर ओबीडियंस माने कोन आपण आप टीचर मानकर बोल मानुचंती आ तांका कथा सुनुचंती सेति पे तो आपण ओबीडियंस माने एही सेंस रे पिला माने कहआ जाय ओबीडियंस माने कोन ठीक अच्छे आ पनिशमेंट तो माने आपण माने जानिचंती दंड देबा ठीक अच्छे देखंतु इफ आई डू दिस आई इफ आई डू दिस विल आई गेट इन ट्रबल माने जदि मु ए कामटा करिवि ताले मु गोटे बहुत असुविधार पिला माने पड़िबी ठीक अच्छे से ता अनुसार से कामटा करिवो नाही कि असुविधार पड़िबो नाही ठीक अच्छे एटा पिला माने कोन स्टेजेस 1 जेमिति गोटे एग्जांपल पिला माने कोन अछि ए चाइल्ड वांट टू टेक ए कुकी बिकॉज दे फियर बीइंग स्कोल्डेड गोटे पिला कौन पाए पिला माने से बिस्कुटा खाउनी कारण तार मन रे भय अछि जे से गाली सुनिया बोली ठीक अछि तापरे मोरालिटी इज सीन एज ए सेट ऑफ एब्सोल्यूट रूल्स हैंडेड डाउन बाय पावरफुल अथॉरिटी माने ता एथिमें बा ए जो रूलटा पिला माने बना ହେଇଛି कि से कुकी जदि खाइदब बा बिस्कुटा जदि खाइदब ताको माड़ बाजिवो बा ताको जो कहना गाली करा जिवो एई जगह पावरफुल अथॉरिटी किए तार ऑब्वियसली ता माँ बापा ता माँ बापा ही पावरफुल अथॉरिटी आ सी ही पिला माने ए जो एब्सोल्यूट रूलटा बनैचंती कि जदि तू ए कुकीटा खाइबू तते माड़ मिलिबो जदि तू लोक मानको भल व्यवहार न देखिबू तते माड़ मिलिबो जदि बड़ मानको सम्मान न देखिबू तते माड़ मिलिबो ठीक अछि तो ई एज टा पिला माने बा ई जो स्टेजेस टा कहाचे आपनकर ओबीडियंस एंड पनिशमेंट ओरिएंटेशन ठीक अछि पूरा क्लियरली आपण माने बुझी गले एबे जनता हम सेकंड स्टेज को जिबा ठीक अच्छे आपटे पेसेंस भिडियोटा को देखते कंटेंट को एंजॉय करूँ ठीक अच्छे जमा प्रेसराइज होकर पाठ पढ़ु प्रेसराइज होकर पाठ पढ़ले पाठ बुझीपारे ना आपण मैंने भलसे एंजॉय होकर पूरा केयरफुली मो वर्ड गुड़ा शुणिक ऑब्जर्व करूँ ये जिनसा बहुत ही इजिली पूरा बुझी कहीं कहले आपंकर एग्जाम नुह डायरेक्ट क्वेश्चन पचारिदेव जदि गोटे पिलाटे आडल्टहुड अच्छी तार कहतु सी कौ स्टेजेस अच्छी कौ लेवल अच्छा आपड़ जब भलसे न बुझे आप कहे केमी आंसर देवे केमी ठीक अच्छे तो से कौन आपण मानक सब जिन गुड़ा टे भलसे शुणा पड़ो जिते आप सब जिन भलसे शुणिकी बुझे ना तो जिन गुड़ा आप जिनसर क्लारीटी गुड़ा आप पाइबे ठीक अच्छे आउ आपण मैंने जब नोट बनाते बेटर जिन बहुत बढ़िया जिन ना जब नोट बनार किसी प्रोब्लेम अच्छी आपण कौन टेलीग्राम चैनल जॉइन करेंगे टेलीग्राम चैनल जॉइन करेंगे बहुत जॉइन करके बहुत बेनिफिट ओटीटी टाइम रे आप मोर टेलीग्राम चैनल को ना जो नोट दे तो डायरेक्ट क्वेश्चन आंसर ठीक है आप टेलीग्राम चैनल मोर जॉइन करेंगे 100 टका मूल्य आप जॉइन करेंगे आपको डिस्क्रिप्शन में माने नंबर अछि नंबर ए नंबर 7894749676 এই নম্বরে পিলাମାନେ ଜଏନ୍ ବା ଏଇ ନମ୍ବରରେ ମୋତେ ହାଇ ପଠେଇଦେବେ ହ୍ୱାଟ୍ସଆପ୍ ନମ୍ବରଟା ହାଇ ପଠେଇ ଦେଇକି ମୋତେ ଗୋଟେ କ୍ୟୁଆର୍ କୋଡ଼୍ଟେ ମୁଁ ଯେତେବେଳେ ଆପଣଙ୍କୁ ସେଣ୍ଡ କରିବି ସେଥିରେ ଆପଣ 100 ଟଙ୍କାଟା ପେ କରିକି ଆପଣ ମୋ ଟେଲିଗ୍ରାମ ଚ୍ୟାନେଲରେ ଇଜିଲି ଜଏନ୍ କରିଦେବେ ଠିକ୍ ଅଛି ତାପରେ ଦେଖନ୍ତୁ स्टेज 2 पिलाମାନେ କ'ଣ ଅଲରେଡି ଆପଣଙ୍କୁ स्टेज 1 ଟା ଭଲସେ ବୁଝେଇଦେଲି स्टेज 2 ପିଲାମାନେ କ'ଣ स्टेज 2 ରେ ପିଲାମାନେ ଲେଖା ହେଇଛି ଇଣ୍ଡିଭିଜୁଆଲିଜିମ୍ ଆଣ୍ଡ ଏକ୍ସଚେଞ୍ଜ ଯେମିତିକି ଆପଣଙ୍କୁ ଟିକେ ସରଳ ଭାଷାରେ ବୁଝେଇ ଦେଉଛି ଆପଣ ତାର କନେକ୍ଟ କରିପାରିବେ ଆପଣମାନେ ଦେଖିଥିବେ ଗୋଟେ ଗୋଟେ ଛୋଟ ଛୋଟ ପିଲା ଥାନ୍ତି ଯଦି ଆପଣମାନେ ତାକୁ କୌଣସି ଗୋଟେ କାମ କରିବାକୁ ଚାହୁଁଛନ୍ତି ତାଙ୍କ ଦ୍ୱାରା ବା ତାଙ୍କ ଦ୍ୱାରା ଯଦି କିଛି ଗୋଟେ କାମ କରିବାକୁ ଚାହୁଁଛନ୍ତି ନା ତ ଆପଣମାନେ ତାକୁ ଗୋଟେ ଚକୋଲେଟ୍ ଦେଇଦେବେ ବା କିଛି ଗୋଟେ ପ୍ରାଇଜ୍ ଦେଇଦେବେ ବା କିଛି ଗୋଟେ ରିୱାର୍ଡ଼ ଦେଇଦେବେ ଯାହାଫଳରେ କି ସେ ଆପଣଙ୍କର ବୋଲ କରିବେ ଏକ୍ଜାମ୍ପଲ୍ ଯେମିତିକି ଆପଣଙ୍କ ଘରେ ସଉଦା ନାହିଁ ବା ସଉଦାର ଏମିତି କିଛି ଗୋଟେ ଜିନିଷଟେ ଗୋଟେ ପ୍ରୋବ୍ଲେମ୍ ଅଛି ବା ଗୋଟେ ଘରେ ଏମିତି ଗୋଟେ ଦରକାରୀ ଗୋଟେ ସଉଦାଟେ ଦରକାର ଆଉ ଆପଣ ଚାହୁଁଛନ୍ତି ଆପଣଙ୍କର ଘର ଛୋଟ ଛୁଆଟା ଯାଇକି ସେ ଦୋକାନରୁ କିଛିଟା ଗୋଟେ ସଉଦା ଆଣିବ ଠିକ୍ ଅଛି ବା ସଉଦାର ଲିଷ୍ଟ ବନେଇ ଦେଇଛନ୍ତି ତା ପଇସା ବି ବ୍ୟାଗ୍ରେ ପକେଇ ଦେଇଛନ୍ତି ତାକୁ ଏଇ ବ୍ୟାଗ୍ରେ ଦେଉଛନ୍ତି ପୁଅ ଯା ଟିକେ ଦୋକାନ ଖାଲି ସଉଦାଟା ଧରିକି ପଳେଇ ଆସିଲୁ ସିଏ କ'ଣ କହିବ ଜାଣିଛ ନା କ'ଣ ମୁଁ ଯଦି ଦୋକାନକୁ ସଉଦା ଆଣିବାକୁ ଯିବି ତାହେଲେ ମୋତେ କ'ଣ ମିଳିବ ଠିକ୍ ଅଛି ସେଥିପାଇଁ ଏଇ ଏଜ୍ଟା ପିଲାମାନେ କ'ଣ ଇଣ୍ଡିଭିଜୁଆଲିଜିମ୍ ଏକ୍ସଚେଞ୍ଜ ମାନେ ଆପଣ ଯଦି ଗୋଟେ ପିଲାକୁ କିଛି ଗୋଟେ କାମ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ବି ତାକୁ କିଛିଟା ଗୋଟେ ରିୱାର୍ଡ଼ ଦେବାକୁ ପଡ଼ିବ ଠିକ୍ ଅଛି ବା ଆପଣ ଯଦି କିଛି ବି ଗୋଟେ କାମ ଦେଉଛନ୍ତି ସେ ପିଲାଟା କ'ଣ ନା ଗୋଟେ ରିୱାର୍ଡ଼କୁ ଏକ୍ସପେକ୍ଟ କରିବ ସେଇ ଜିନିଷଟା ହେଲା ପିଲାମାନେ କ'ଣ ଇଣ୍ଡିଭିଜୁଆଲିଜିମ୍ ଆଉ ଏକ୍ସଚେଞ୍ଜ ଠିକ୍ ଅଛି ସେଥିପାଇଁ ବେଳେବେଳେ ଏଇ ଏଜ୍ ଉପରେ ପିଲାମାନେ କ୍ୱେଶ୍ଚିନ୍ ଆସେ ଟିଟ୍ ଫର୍ ଟ୍ୟାଟ୍ ବେଶୀ କ୍ୱେଶ୍ଚିନ୍ କୋଉଥିରେ ଆସେ ପିଲାମାନେ ସିଟିଇଟିରେ ଆସେ ସିଟିଇଟିରେ ଡାଇରେକ୍ଟ କ୍ୱେଶ୍ଚିନ୍ ପଚାରେ ଏଇ ଯେଉଁ ଟିଟ୍ ଫର୍ ଟ୍ୟାଟ୍ର ଯେଉଁ ଟର୍ମଟା ପିଲାମାନେ ଲେଖା ହେଇନି ଟିଟ୍ ଆଉ ଟ୍ୟାଟ୍ ଏ ଟିଟ୍ ଆଉ ଟ୍ୟାଟ୍ ଏଜ୍ଟା ପିଲାମାନେ କୋଉ ଏଜ୍ ପିଲାମାନେ ଯଦି ପଚାରେ
बा को स्टेज रे पिला माने बा को लेवल रे पिला माने आसे मन रखु लेवल है प्री कन्वेंशनल मोरालिटी आ स्टेजेस पे इंडिविजुअलिज्म और एक्सचेंज ठीक अच्छे जमीक यही एज्र पे लजिकटा कौन कि व्हाट्स इन इट फॉर मी बा मो पे पिला माने कौन अच्छे ठीक अच्छे बा मो पे एथर लाभ कौन अच्छी मुझे कमटा करी मत कौन लाभ मिल मु कौन प्रॉफिट रही ये सब जिन माइंड रे चलो ठीक अच्छे चाइल्ड डज सॉरी चाइल्ड डज कोर्स स्पेसिफिकाली बिकज दे एक्सपेक्ट ए रिवार्ड जदि गोटे जिन कर पाने तो सी पे कौन ना रिवार्ड को एक्सपेक्ट करेंगे ठीक अच्छे भलसे बुझे एथर ए चलतु नेक्स्ट को जी तापर ये जो टीट फॉर टैट पे लिखाई ये टीट फॉर टैटा टिके ना नोट बनईदे हाइलाइट करदे जदि मोटे नोट नौ तो बेटर ये तो लिखाई जदि आप निजे भी जब बनाऊँ ना खातार नोट ये टीट फॉर टैट टाक हाइलाइट करदे कहीं कहले सीटीट्रे मुझे प्रीवियस क्वेश्चन गुड़ा बहुत बार बार देखुली कारण मो प्रीवियस देखिए सब नोट बनई जो देखुली टीट फॉर टैट टाक मैंने पाखापाखि माने बहुत सारा एग्जाम रे बहुत सारा इयरली खाली बार बार पचारि तो से जब सीटी दौरान तो ये जिन इंपोर्टाट ठीक है जो जिन इंपोर्टाट मुझे हाइलाइट कर कहीदेवी टे चलो जी आम नेक्स्ट को जी देखो मुझे बुझेदेली कौन कि प्री कन्वेंशनल बुझी बुझे चलते कन्वेंशनल ठीक अच्छे कन्वेंशनल लेवल टाक आम बुझा गोटे गला पेन डट ये लेवल 2 पिला माने कौन कन्वेंशनल मोरालिटी बयस के 8 ରୁ 13 ବର୍ଷ ବା 13 ବର୍ଷ ଟିକେ ଅଧିକ 15-16 ବର୍ଷ ଯାଏଁ ରହିଥାଏ କିନ୍ତୁ ନର୍ମାଲି ଗୋଟେ ବୁକ୍ରେ ପିଲାମାନେ ଆପଣଙ୍କର ଗୋଟେ ବୁକ୍ରେ ମୁଁ ଏଇ ଯେଉଁ ନୋଟ୍ଟାକୁ ଯେତେବେଳେ ବନିଲା ବେଳେ ଟିବି ଡବୁଲ ଆପଣମାନେ ଜାଣିଥିବେ ଟିବି ଡବୁଲ ଆପଣ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯେଉଁ ବହି ଆସେ ସେଇଟା ଦେଖିଥିଲି ଆଉ ଗୋଟେ ବହି ବି ଦେଖିଥିଲି ତ ସେଥିରେ ପିଲାମାନେ କୋଉ କୋଉ ଅଲଗା ଅଲଗା ବହିରେ ଅଲଗା ଅଲଗା ଜିନିଷ ଦେଇଛି ଠିକ୍ ଅଛି ତ ମୁଁ ଟିକେ ସିଟିଇଟିର ଗୋଟେ ଆନ୍ସର କିର ଗୋଟେ ଜିନିଷଟା ଦେଖିଲି ସେଥିରେ ଲେଖା ହେଇଥିଲା 8-13 ବର୍ଷ ଲେଖା ହେଇଥିଲା ବୋଲି ମୁଁ କନଭେନ୍ସନାଲ ମୋରାଲିଟାକୁ 8-13 ବର୍ଷ ପିଲାମାନେ ଦେଇଛି ତ ଆପଣମାନେ କନସିଡର ଏଇଟା ଏଇ ଏଜ୍ଟା ପିଲାମାନେ ଜମା ପଚାରେନି କୋଉ ଏଜ୍ରେ କୋଉ ଇଏରେ ପଚାରେନି ଖାଲି ଏତିକି ପଚାରେ ଏଇ କନଭେନ୍ସନାଲ ମୋରାଲିଟିକି ନେଇକି କି ଆପଣଙ୍କର ଆଡୋଲ सेन्स ये आडोलसेन्स पीरियड टाक पे कहते कन्वेंशनल मोरालिटी ठीक अच्छे ये जिनसा खाली आप मन रखु कारण यहाँ इंपोर्टाट पचार पढ़ी एग्जाम आपंकर ओएसटीटी एग्जाम पड़ता कि कन्वेंशनल मोरालिटा पे कौ कौ स्टेजेस को पे कन्वेंशनल मोरालिटी कहते कौ पीरियड टाक कन्वेंशनल मोरालिटी कहते यहाँ गोटे पचार तो आप गोटे जगह लिखि दिंतु कि आडोलसेन्स को पे कहते कन्वेंशनल मोरालिटी ठीक अच्छे आउ यहीटा को तो आपने जानते नॉर्मली चाइल्ड बा चिल्ड्रेन एम पे कहते चाइल्डहुड टाक ही कहते नॉर्मली प्री कन्वेंशनल ठीक अच्छे तापर आडल्टहुड को पिला माने कहते आडल्टहुड को पिला माने हमर पोस्ट कन्वेंशनल मोरालिटी कहते कौन कहते आडल्टहुड एटा के पिला माने हमर कौन कहते पिला माने पोस्ट कन्वेंशनल मोरालिटी क्या कहते आडल्टहुड टाक कहते ठीक अच्छे तो आपण मैंने जिनस गुड़ा क्लीयर जमी हम सब जिन क्लीयर हम से जिनस मुझे ध्यान दूसरी कहीं बार बार जिनस गुड़ा जब आपको भलसे न कहि आप कन्फ्यूज हो ठीक अच्छे ना तो चलो तो लेवल टू रे पिला माने कौन है कन्वेंशनल मोरालिटी फोकस शिफ्ट टू सोशल अप्रूवाल एंड मेंटेनिंग द स्टेटस कौन पिला माने कि टिपिकल एडोलसेंस एंड मोस्ट एडल्ट देखो सोशल अप्रूवाल एंड मेंटेनिंग स्टेटस पिला माने कौन देखो आपण मैंने जानी जिते आप प्याजेट को विषय जो पढ़ेली बा मु आ गोटे भिडियो भी आनी जो कि आपण मानक डेभलपमेंट आ ग्रोथ विषय भलसे पढ़ेदेवी से गोटे भिडियोटे आसो टे टाइम लगुच कौन पाई ना मुझे आट ए टाइम मोर बहुत सारा कम रही जाऊँगी निजर कम शेष करी पुणी भिडियो फिडियो गुड़ा बनवाई ये सब जिन टाइप करके लिखापी ना आरेंजमेंट करके लिखा पुणी प्रीवियस को आनालीस कर बहुत टाइम लगे से जो स्लो बहुत कम कम भिडियो आसूँ कि मुझे चेष्टा सब रही भी कम भिडियो आसे कि क्वालिटी भिडियो आसू क्वालिटीटा मोर मेंटेन रो ठीक अच्छे कंटेंटर क्वालिटीटा पे पहुँचू देखो जिते मैं आपको पढ़ेबी आडोलसेंस समय जो आगे पढ़ेबी भी आगुरी प्रीवियस भिडियो भी अच्छी मो चैनल मानक तो मन रखु आडोलसेंस समय टाक पे कौन कहते जानते ना स्ट्रेस आउ स्ट्रम राइज कहते यही टाइमटा स्ट्रेस स्ट्रेस एंड स्ट्रम तापर यही टाइम पे कौन देखा ना माने यही टाइम आपणकर आइडेंटिटी 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 क्राइसिस क्राइसिस देखा जाए ठीक अच्छे तापर यही टाइम पे कौन ना यही टाइम पे हीरो वर्शिप करती हीरो वर्शिप वर्शिप करती ये सब मुझे कौन पाई कहूँ टिके ना कनेक्ट करके भलसे बुझातु देखो ये जो आडोलसेंस समय ना गोटे पिला कौन चाहिए जानच ना सी निज को चाहिए बा यही टाइम जो कन्वेंशनल लेवल कन्वेंशनल मोरालिटी लेवल जो गोटे पिलाटे अच्छी सी कौन चाहिए कि सी चाहिए जे लोक मैंने नोटिस करूँ
ବା ସିଏ ଗୋଟେ ଚାହିଁବ ଲୋକମାନେ ତାକୁ ନୋଟିସ୍ କରନ୍ତୁ, ସିଏ ଗୋଟେ ସେଣ୍ଟର ପଏଣ୍ଟ ହଉ, ସିଏ ନିଜକୁ କମ୍ ବୟସରେ ଥାଇକି ବି ସେ ଫିଲ୍ କରିବ ଯେ କି ମୁଁ ବହୁତ ବଡ଼ ହେଇଗଲିଣି, ମୋତେ ସବୁ ରେସ୍ପନ୍ସିବିଲିଟି ଦିଅନ୍ତୁ ବା ମୋତେ ସବୁ ଦାୟିତ୍ୱ ଦିଅନ୍ତୁ, ମୁଁ ସବୁ ତୁଲେଇବି, ମୁଁ ସବୁ କରିବି, ମୁଁ ଗୋଟେ ବଡ଼ ଭଳିଆ ଫିଲ୍ ହବ ତାକୁ, ମାନେ ଠିକ୍ ଅଛି ନା। ଆଉ ଏଇ ଜିନିଷଟା ମୋଷ୍ଟଲି କାହା ପାଖରେ ଦେଖାଯାଏ ନା, ପୁଅ ପିଲାଙ୍କ ପାଖରେ ଦେଖାଯାଏ। ଝିଅ ପିଲା ପାଖରେ କ'ଣ ଦେଖାଯାଏ ନା ଏଇ ସମୟରେ, କି ଝିଅ ପିଲାମାନଙ୍କ ପାଖରେ ଦେଖାଯାଏ କି ସେମାନେ ସୁନ୍ଦର ଦେଖାଯିବାକୁ ଚେଷ୍ଟା କରନ୍ତି, ସଜେଇ ହୁଅନ୍ତି, ତାଙ୍କର ହେୟାରକୁ ହୁଅନ୍ତୁ, ତାଙ୍କର ଫେସିଆଲ ମେକଅପ୍ ହଉ, ସେମାନେ ସେସବୁ ଜିନିଷ ଲଗେଇକି ସେ ସୁନ୍ଦର ଦେଖାଯିବାକୁ ଚେଷ୍ଟା କରନ୍ତି। ଠିକ୍ ଅଛି, ତ ଏଇଟା ହେଲା ପିଲାମାନେ ଝିଅ ପିଲା ପୁଅ ପିଲାଙ୍କର ବା ଫରକ ଦେଖାଯାଏ। ଠିକ୍ ଅଛି, ତ ଏଇ ଟାଇପ୍ର ପିଲାମାନେ କ'ଣ ଫୋକସ୍ ସିଫ୍ଟ ଟୁ ସୋସିଆଲ ଆପ୍ରୁଭାଲ, ମାନେ କ'ଣ, ମାନେ ଯେମିତି ନୋଟିସ୍ କରିବେ ଲୋକମାନେ ଆପଣମାନଙ୍କୁ ସୋସିଆଲ ଷ୍ଟାଟସ୍ ଦରକାର, କି ମୋର ସୋସାଇଟିରେ ମୋ ରୋଲ୍ ଗୋଟେ ଅଛି, ମୁଁ ବି ଗୋଟେ ଲୋକ ଅଛି, ମୋ ସୋସାଇଟିର ରୋଲ୍ ଅଛି। ଠିକ୍ ଅଛି ନା, ତ ସେଇ ଜିନିଷଟା ପିଲାମାନେ କୋଉ ଲେବୁଲରେ ଆସେ, କନଭେନ୍ସନାଲ ମୋରାଲିଟି ଲେବୁଲରେ ଆସେ। ଷ୍ଟେଜ୍ 3ଟା ଚାଲନ୍ତୁ ବୁଝିବା। ଦେଖନ୍ତୁ ଷ୍ଟେଜ୍ 3ରେ କ'ଣ ଅଛି ପିଲାମାନେ, ଗୁଡ୍ ଇଣ୍ଟରପର୍ସନାଲ ରିଲେସନସିପ୍। ଯେମିତିକି ଗୋଟେ ପିଲା କ'ଣ ଚାହିଁବ, ଗୁଡ୍ ଇଣ୍ଟରପର୍ସନାଲ ରିଲେସନସିପ୍ ବା ଇଣ୍ଟରପର୍ସନାଲ ଆଉ ଇଣ୍ଟ୍ରାପର୍ସନାଲ। ଆପଣମାନଙ୍କୁ ଯଦି ନ ବୁଝିଛନ୍ତି ମୁଁ ଆଉ ଟିକେ ନାକୁ ବୁଝେଇ ଦେଉଛି। ଦେଖନ୍ତୁ ଦି ପ୍ରକାର ପିଲାମାନେ ଅଛି ଆମର, ଗୋଟେ ହେଲା ଇଣ୍ଟରପର୍ସନାଲ ଆଉ ଗୋଟେ ହେଲା ଇଣ୍ଟ୍ରାପର୍ସନାଲ। ଇଣ୍ଟ୍ରାପର୍ସନାଲ ପର୍ସନାଲ, ଠିକ୍ ଅଛି, ଟିକେ ନାକୁ ଟାଇମ୍ ଲାଗିବ, ଭଲସେ ବୁଝିକି କ୍ଲାରିଟିର ସହ ଯାଆନ୍ତୁ, ଭଲ ଲାଗିବ ଆପଣଙ୍କୁ ଜିନିଷ ଗୁଡ଼ା। ଦେଖନ୍ତୁ କନେକ୍ଟ କଲେ ସବୁ ଜିନିଷ ଯଦି କନେକ୍ଟ କରିକି ଡଟ୍ କନେକ୍ଟ କରିକି ପଢ଼ିବେ ବହୁତ ବଢ଼ିଆ ଲାଗିବ, ଇଣ୍ଟରେଷ୍ଟିଂ ଲାଗିବ। କିନ୍ତୁ ଯଦି ଆପଣମାନେ ଖାଲି ଉପରେ ପଢ଼ିବେ ବହୁତ ବହୁତ ବୋର୍ ଲାଗିବ। ଠିକ୍ ଅଛି ନା, କ୍ଲାସ୍ ଗୁଡ଼ାକୁ ମଜା ଲାଗିବନି। ଦେଖନ୍ତୁ ଗୋଟେ ହେଲା ଇଣ୍ଟ୍ରାପର୍ସନାଲ ଆଉ ଗୋଟେ ହେଲା ଇଣ୍ଟରପର୍ସନାଲ। ଇଣ୍ଟ୍ରା ମାନେ କ'ଣ ପିଲାମାନେ ଜାଣିଛ, ନିଜ ବିଷୟରେ ଜାଣିବା, ନିଜ ବିଷୟରେ ଜାଣିବା। ଠିକ୍ ଅଛି, ଆଉ ଇଣ୍ଟରପର୍ସନାଲ ପିଲାମାନେ କ'ଣ କହିଲେ, ଅନ୍ୟ ବିଷୟରେ ଜାଣିବା, ଅନ୍ୟ ଲୋକ ବିଷୟରେ ଜାଣିବା, ବା ମନେ ମନେ ଭାବିବେ ଯେ ସେ ଲୋକଟା ମୋ ବିଷୟରେ କ'ଣ ଭାବୁଛି, କ'ଣ ମୋ ବିଷୟରେ ଖରାପ ଭାବୁଛି କି ତାର ମୋ ଇମେଜଟା ତା ଆଖି ଆଗରେ କ'ଣ ଟିକେ ନାକୁ ଡାଉନ୍ ଅଛି କି, ଏସବୁ ଜିନିଷ ପିଲାମାନେ କ'ଣ ନା ଇଣ୍ଟରପର୍ସନାଲ ବା ଅନ୍ୟ ଉପରେ ଜଣାପଡ଼ିବା ପାଇଁ ଇଣ୍ଟର। ଠିକ୍ ଅଛି, ଆଉ ଇଣ୍ଟ୍ରା ମାନେ କ'ଣ, ନିଜ ବିଷୟରେ ଜାଣିବା, କି ନାଇଁ ନିଜେ କ'ଣ। ଠିକ୍ ଅଛି, ଏସବୁ ଜିନିଷ ହେଲା, ଟିକେ ଧ୍ୟାନ ଦେବେ ବା ଟିକେ ମନେ ରଖିଦିଅନ୍ତୁ। ଗୁଡ୍ ଇଣ୍ଟ୍ରାପର୍ସନାଲ ରିଲେସନସିପ୍ ବା ସେ ଚାହିଁବ ଯେ ଲୋକମାନେ ମୋତେ ଭଲ ଭାବନ୍ତୁ। ଠିକ୍ ଅଛି, ଏଇଟା ହେଲା ଷ୍ଟେଜ୍ 3, ଲେବୁଲ୍ 2 ଷ୍ଟେଜ୍ 3, ଭଲସେ ବୁଝନ୍ତୁ। ଠିକ୍ ଅଛି ନା, ତାପରେ ଏଇ ଏଜର ଲଜିକଟା କ'ଣ, ଆଇ ୱାଣ୍ଟ ପିପୁଲ୍ ଟୁ ଲାଇକ୍ ମି ଆଣ୍ଡ ଥିଙ୍କ୍ ଆଇ ଆମ୍ ଏ ଗୁଡ୍ ପର୍ସନ୍। ବା ସେ ଚାହିଁବ ଯେ ଲୋକମାନେ ଯେଉଁ ଅଛନ୍ତି, ତାଙ୍କ ସରାଉଣ୍ଡିଂରେ ଯେଉଁ ଲୋକମାନେ ଅଛନ୍ତି, ସେମାନେ ଭାବନ୍ତୁ ଯେ ଏଇଟା ଗୋଟେ ଭଲ ପିଲାଟା, ମୁଁ ସେଇଭଳିଆ କାମ କରିବି। ଯେମିତିକି କ'ଣ, ଟିନ୍ ଏଜର ମାନେ କ'ଣ କରନ୍ତି, ଭଲଣ୍ଟିୟର କାମ କରନ୍ତି, କାରଣ ସେମାନେ ନିଜକୁ ଦେଖେଇ ହୁଅନ୍ତି ଯେ, ବା ନିଜର ପିୟର ଗ୍ରୁପ୍ର ସାଙ୍ଗସାଥିମାନଙ୍କୁ ଦେଖେଇ ହୁଅନ୍ତି ଯେ ମୁଁ ଏମିତି ଗୋଟେ ପଜିଟିଭ୍ ଛୁଆଟା, ମୁଁ ଯେମିତି ଗୋଟେ ଭଲ ପିଲାଟା। ଠିକ୍ ଅଛି ନା, ଯେମିତି ସ୍କୁଲ ମାନଙ୍କରେ ସ୍କାଉଟ୍ ଗ୍ରୁପ୍, ଏନସିସି ଗ୍ରୁପ୍, ଜେଆରସି ଗ୍ରୁପ୍, ବହୁତ ସାରା ଗ୍ରୁପ୍ ରହିଛି ନା ସ୍କୁଲ ମାନଙ୍କରେ, ଭଲଣ୍ଟିୟର ଗ୍ରୁପ୍ ଗୁଡ଼ା, ତ ସେଇ ଯୋଗୁଁ ସେମାନେ ଜଏନ୍ କରନ୍ତି। ଆଉ ଇଣ୍ଟେନସନ୍ ପିଲାମାନେ କ'ଣ, ବା ଇଣ୍ଟେନସନ୍ଟା ବେଶୀ ମ୍ୟାଟର କରେ କ'ଣ ପିଲାମାନେ, କି ଇଫ୍ ସମୱାନ୍ ୱାଣ୍ଟ ଟୁ ୱେଲ୍ ବା ସରି ଇଫ୍ ସମୱାନ୍ ମେଣ୍ଟ ଟୁ ୱେଲ୍ ଦେ ଜଜ୍ ମି ବା ଜଜ୍ ମି ଲେଲିଏଣ୍ଟାଲି। ଠିକ୍ ଅଛି, ବା ସେମାନେ ମୋତେ ଜଜ୍ କରୁଛନ୍ତି, ବା ସେମାନେ ମୋତେ ଏଇଭଳିଆ ଭାବେ ଦେଖିବାକୁ ଚାହୁଁଛନ୍ତି, ତାଙ୍କ ନଜରରେ ମୁଁ ଏମିତି, ମୋର ଗୋଟେ କ୍ରେଡ଼ିଟ୍ ରହିବା ଦରକାର, ବା ମୁଁ ତାଙ୍କ ନଜରରେ ଗୋଟେ ଭଲ ହେବା ଦରକାର। ଏଇଟା ପିଲାମାନେ କୋଉ ଏଜ୍ରେ ପିଲାମାନେ ବେଶୀ ଦେଖାଯାଏ, କି ଆପଣଙ୍କର ଷ୍ଟେଜ୍ 3ର ଗୁଡ୍ ଇଣ୍ଟରପର୍ସନାଲ ରିଲେସନସିପ୍ରେ ଦେଖାଯାଏ। ଠିକ୍ ଅଛି, ଏବେ ଚାଲନ୍ତୁ ଷ୍ଟେଜ୍ 4କୁ ଯିବା। ଷ୍ଟେଜ୍ 4ରେ ପିଲାମାନେ କ'ଣ, ଷ୍ଟେଜ୍ 4ରେ ପିଲାମାନେ ହେଲା ମେଣ୍ଟେନିଂ ସୋସିଆଲ ଅର୍ଡର। ଗୋଟେ ମିନିଟ୍, ଷ୍ଟେଜ୍ 4ରେ ପିଲାମାନେ କ'ଣ, କି ମେଣ୍ଟେନିଂ ସୋସିଆଲ ଅର୍ଡର। ସୋସିଆଲ ଅର୍ଡର ମାନେ କ'ଣ ଜାଣିଛନ୍ତି, ସୋସିଆଲ ମାନେ କ'ଣ, ସମାଜ। ଆପଣମାନେ ଜାଣିଛନ୍ତି ସୋସିଆଲ ମାନେ ହେଲା ସମାଜ। ସମାଜର ଯେଉଁ ନିୟମ ଥାଏ, ବା ଆମର ଯେଉଁ ସମାଜରେ ଯେଉଁ ନିୟମ ଗୁଡ଼ା ବନା ହେଇଛି, ଯେମିତିକି ବାମ ପଟେ ଗାଡ଼ି ଚଲେଇବା, ଆଉ ଆମର ଗୁରୁଜନମାନଙ୍କୁ ସମ୍ମାନ ଦେବା, ଆଉ ଆମର ଏମିତି ବହୁତ ସାରା ଯେଉଁ ନିୟମ ବନା ହେଇଛି, ଆମ ସମାଜରେ ଯେଉଁ ନିୟମ ଗୁଡ଼ା ବନା ହେଇଛି, ସେ ନିୟମ ଗୁଡ଼ା ଯଦି ସେ ମାନିବ, ବା ସେ ନିୟମ ଗୁଡ଼ା ଯଦି ମାନିବ, ଏଇ ଏଜ୍ର ପିଲାମାନେ, ଖାସ୍ କରି ଏଇ ଏଜ୍ର ପିଲାମାନେ ଏଇ ନିୟମ ଗୁଡ଼ା ମାନନ୍ତି। ଏଥିପାଇଁ ମାନନ୍ତି ଯେ ଲୋକମାନେ ତାଙ୍କୁ ଭଲ କହିବେ। ଠିକ୍ ଅଛି ନା, କାରଣ ବା ସେ ଏଇ ଟାଇମ୍ରେ ସେ ବେଶୀ ସୋସିଆଲ ଆପ୍ରୁଭାଲ ଚାହାନ୍ତି, ବା ଗୋଟେ ଆଡଲ୍ଟ ଭଳିଆ ବିହେଭିୟର କରନ୍ତି। ସେଥିପାଇଁ ସେ ଏଇ ଟାଇମ୍ରେ କ'ଣ କରନ୍ତି ପିଲାମାନେ, ସୋସିଆଲ ଅର୍ଡର ବା ସୋସିଆଲ ନିୟମ ଗୁଡ଼ା ସେ ମାନନ୍ତି। ଠିକ୍ ଅଛି, ତାପରେ ହ୍ୱାଟ୍ ଉଡ୍ ହାପେନ୍ ଟୁ ଦ ସୋସାଇଟି ଇଫ୍ ଏଭ୍ରିୱାନ୍ ବ୍ରୋକ୍ ଦ ଲ। ସେ ବେଳେବେଳେ କୋଶ୍ଚିନ୍ ବି ମନକୁ ପଚାରେ, ଯଦି ସମସ୍ତେ ଯଦି ଲ ବ୍ରେକ୍ କରନ୍ତି ତାହେଲେ ସୋସାଇଟିର କ'ଣ ହେବ, ଠିକ୍, ବା ଚିନ୍ତାରେ ବା ସୋସାଇଟିର କ'ଣ ହେବ। ଠିକ୍ ଅଛି, ଆଡଲ୍ଟ ରିଫ୍ୟୁଜେସ୍ ଟୁ ସ୍ପିଡ୍ ନଟ୍ ଜଷ୍ଟ ଆଭଏଡ୍ ଏ ଟିକେଟ୍ because they believe traffic laws are necessary for public safety and social stability।
ସିଏ ଯଦି ଗୋଟେ ପିଲାଟେ ଗାଡ଼ି ଚଲେଇବାକୁ ଯାଉଛି ସିଏ ଏଥିପାଇଁ ସ୍ପିଡ୍ ଚଲାଉନି ବା ଏଥିପାଇଁ ସିଏ ସ୍ଲୋ ଚଲାଉଛି ଯେ ସିଏ ମାନେ ଚାହୁଁଛି ଯେ କି ପବ୍ଲିକ୍ ସେଫ୍ଟି ହଉ ବା ସୋସିଆଲିଟିର ଯେଉଁ ସୋସାଇଟିର ଯେଉଁ ନିୟମ ଗୁଡ଼ା ଅଛି ସେଗୁଡ଼ାକ ମାନିବା ପାଇଁ ବା ସେଗୁଡ଼ାକ ମାନିଲେ ତାକୁ ଭଲ କହିବେ ଲୋକ ଠିକ୍ ଅଛି ନା। ତ ସେଥିପାଇଁ ବା ଇ ମେଣ୍ଟେନିଂ କରିବା ପାଇଁ ବା ନିଜର ସୋସିଆଲ ଅର୍ଡ଼ରଟାକୁ ମେଣ୍ଟେନ୍ କରିବା ପାଇଁ ସେ ସବୁ କାମ କରେ। ଠିକ୍ ଅଛି, ତ ଷ୍ଟେଜେସ୍ 4ଟାକୁ ଭଲସେ ବୁଝେଇଦେଲି, ଷ୍ଟେଜେସ୍ 3ଟାକୁ ଭଲସେ ବୁଝେଇଦେଲି। ତାପରେ ପିଲାମାନେ ଲାଷ୍ଟର ଆଉ ଦୁଇଟା ଷ୍ଟେଜ୍, କାରଣ ଆପଣମାନଙ୍କୁ କହିଥିଲି କି ଆପଣମାନଙ୍କର କେତୋଟି ଷ୍ଟେଜ୍ ରହିଛି? ଆପଣମାନଙ୍କର 6ଟି ଷ୍ଟେଜ୍ ରହିଛି, 6ଟି ଷ୍ଟେଜ୍, ତାପରେ 3ଟି ଲେବୁଲ୍। ଠିକ୍ ଅଛି, 3ଟି ଲେବୁଲ୍ର ପିଲାମାନେ ତମମାନଙ୍କୁ କହିଲି ପ୍ରି କନଭେନ୍ସନାଲ୍, ତାପରେ କନଭେନ୍ସନାଲ୍, ତାପରେ ଆପଣଙ୍କର ପୋଷ୍ଟ କନଭେନ୍ସନାଲ୍। ଠିକ୍ ଅଛି, ପ୍ରି କନଭେନ୍ସନାଲ୍ 2ଟା ଲେବୁଲ୍, ଗୋଟେ ଗୁଡ୍ ବୟ ଗୁଡ୍ ଗାର୍ଲ, ତାପରେ ଆପଣଙ୍କର ଗୋଟେ ରହିଲା କ'ଣ ଯେଉଁ କ୍ୱାଣ୍ଟିଟି ଇଣ୍ଡିଭିଜୁଆଲିଜିମ୍ ଏକ୍ସଚେଞ୍ଜ। ଠିକ୍ ଅଛି, ତାପରେ ଷ୍ଟେଜ୍ 2ଟାରେ ବା ଲେବୁଲ୍ 2ଟାରେ ପିଲାମାନେ କ'ଣ ରହିଲା କି ଆପଣଙ୍କର ଗୁଡ୍ ଇଣ୍ଟରପର୍ସନାଲ ରିଲେସନସିପକୁ ମେଣ୍ଟେନିଂ ସୋସିଆଲ ଅର୍ଡର। ସବୁ ତ ଭଲସେ ବୁଝେଇଦେଲି। ଏବେ ଚାଲନ୍ତୁ ଆମେ ନେକ୍ସଟ ସ୍ଲାଇଡକୁ ଯିବା। ଆକୁ ପିଲାମାନେ ନହେଲେ ମୁଁ ଇରେଜ୍ କରିଦେଉଛି, ମାନେ ନୋଟ୍ ବନଉଥିବେ ଟିକେ ଅସୁବିଧା ହେଉଥିବ ତାଙ୍କ ମାନଙ୍କୁ। ଏଠି ଇରେଜ୍ କରିଦେଲେ ସ୍କ୍ରିନଶଟ୍ ନେଇଯାଆନ୍ତୁ, ତାପରେ ଏଇଟା ବି ନେଇଯିବେ ସ୍କ୍ରିନଶଟ୍। ଏବେ ଏଇଟାର ବି ସ୍କ୍ରିନଶଟ୍ ନେଇଯାଆନ୍ତୁ, ଗୋଟେ ମିନିଟ୍ ଆକୁ ଇରେଜ୍ କରିଦିଏ। ଠିକ୍ ଅଛି, ଆଉ ଆକୁ ବି ପିଲାମାନେ ଇରେଜ୍ କରିଦେଉଛି। ଯେଉଁମାନେ ବି ସ୍କ୍ରିନଶଟ୍ ନେଉଛନ୍ତି ବା ନିଜେ ବି ଲେଖିବାକୁ ଚାହୁଁଛନ୍ତି ନେଇପାରିବେ, ନହେଲେ କିଛି କଥା ନାହିଁ। ମୋ ଟେଲିଗ୍ରାମ ଚ୍ୟାନେଲରେ ଏସବୁ ନୋଟ୍ ଗୁଡ଼ା ଆପଣଙ୍କୁ ମିଳିଯିବ। ବାକି ଟିକେ ଜଏନିଂ ଫିସ୍ଟା ଆପଣଙ୍କୁ 100 ଟଙ୍କାଟା ଦେବାକୁ ପଡ଼ିବ। ଠିକ୍ ଅଛି, ବାକି ନହେଲେ ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରିଦେଲା ପରେ ଆପଣ ଏଇ ନୋଟ୍ ଗୁଡ଼ା ବହୁତ ବଢ଼ିଆ ସେ ପାଇପାରିବେ। ତାପରେ ଚାଲନ୍ତୁ, ଏବେ ଚାଲନ୍ତୁ ପିଲାମାନେ ପୋଷ୍ଟ କନଭେନ୍ସନାଲ ମୋରାଲିଟି ବିଷୟରେ ଚାଲନ୍ତୁ ଆମେ ଭଲସେ ବୁଝିବା। କ'ଣ ପୋଷ୍ଟ କନଭେନ୍ସନାଲ ମୋରାଲିଟିଟା କ'ଣ, ଏବେ ଚାଲନ୍ତୁ ଆମେ ଭଲସେ ବୁଝିବା। ତାକୁ ଇରେଜ୍ କରିଦେବା। ଦେଖନ୍ତୁ, ପୋଷ୍ଟ କନଭେନ୍ସନାଲ ମୋରାଲିଟିଟା ପିଲାମାନେ କାହା ଉପରେ ପିଲାମାନେ ବେଷ୍ଟ? ପିଲାମାନେ ଆବଷ୍ଟ୍ରାକ୍ଟ ପ୍ରିନ୍ସିପଲ୍। ଆବଷ୍ଟ୍ରାକ୍ଟ ପ୍ରିନ୍ସିପଲ୍ କାହାକୁ ପିଲାମାନେ କହନ୍ତି? ଦେଖନ୍ତୁ, ଦୁଇ ପ୍ରକାର ଜିନିଷ ଥାଏ, ଗୋଟେ ଥାଏ କଂକ୍ରିଟ୍, ଆଉ ଗୋଟେ ଜିନିଷ ଥାଏ ପିଲାମାନେ ଆବଷ୍ଟ୍ରାକ୍ଟ। କଂକ୍ରିଟ୍ ବିଷୟରେ ତ ଆପଣମାନେ ଭଲସେ ଜାଣିଥିବେ, ଯଦି ନ ଜାଣିଛନ୍ତି ଭଲସେ ବୁଝନ୍ତୁ। ଯେଉଁ ଜିନିଷକୁ ଆପଣ ଛୁଇଁ ପାରୁଛନ୍ତି, ଦେଖିପାରୁଛନ୍ତି, ଆପଣମାନେ ଫିଲ୍ କରିପାରୁଛନ୍ତି ବା ବାସ୍ତବ ଜିନିଷ, ଓଡ଼ିଆରେ ଯଦି ଆମେ ଭଲସେ ବୁଝିବା ବାସ୍ତବ ଜିନିଷ, ତାକୁ ପିଲାମାନେ କ'ଣ କହିବା? କଂକ୍ରିଟ୍। ଠିକ୍ ଅଛି, ଯେଉଁ ଜିନିଷକୁ ଦେଖିପାରିବେ, ଛୁଇଁପାରିବେ, ଫିଲ୍ କରିବେ, ସେଇଟା ହେଲା କଂକ୍ରିଟ୍ ଜିନିଷ। ଠିକ୍ ଅଛି, ବା ବାସ୍ତବ ଜିନିଷ ବୋଲି ଆମେ କହିବା। ଆବଷ୍ଟ୍ରାକ୍ଟ କ'ଣ ପିଲାମାନେ? ଆବଷ୍ଟ୍ରାକ୍ଟ ଆପଣମାନେ ଯଦି ଜାଣିନାହାନ୍ତି ଆବଷ୍ଟ୍ରାକ୍ଟ କ'ଣ, ଯେମିତିକି ଭଲ ପାଇବା, ଲଭ୍, ରାଗ, ଘୃଣା, ଆଉ ଆଉ କ'ଣ, ଯେମିତିକି ପବନ, ପବନଟା ତ ଆମର କଂକ୍ରିଟରେ ଯିବ, କାରଣ ଆପଣ ତାକୁ ଇଏ କରୁଛନ୍ତି। ବା ଯେମିତି ମଣିଷର ଗୋଟେ ଭାବନା ହଉ କି ମନେକର ଗୋଟେ ଫିଲିଙ୍ଗସ୍ ହଉ, ଫିଲିଙ୍ଗସ୍ କ'ଣ ଆପଣ ଦେଖିପାରିବେ ବା ଛୁଇଁ ପାରିବେ? ଦେଖିପାରିବେନି କି ଛୁଇଁ ପାରିବେନି। ଗୋଟେ ମଣିଷର ବିହେଭିୟରଟା ସିନା ଆପଣ ଦେଖିବେ, ମଣିଷର ଗୋଟେ ବିହେଭିୟରଟା ଦେଖିକି ଆପଣ ତାର ଫିଲିଙ୍ଗସଟାକୁ ଗେସ୍ କରିବେ, ଆଉ ଫିଲିଙ୍ଗସଟାକୁ ଆପଣ ଦେଖିପାରିବେ। ଠିକ୍ ଅଛି ନା, ତ ସେଇଟା ଗୋଟେ ହେଲା ଆବଷ୍ଟ୍ରାକ୍ଟ ଜିନିଷ। ତ ସେଇ ଆବଷ୍ଟ୍ରାକ୍ଟ ଜିନିଷ ଗୁଡ଼ା ଯାହା ବି ରହିଲା, ଆଉ ଆବଷ୍ଟ୍ରାକ୍ଟ ପ୍ରିନ୍ସିପଲ୍ସ ଗୁଡ଼ା, କୋଉଟା ଠିକ୍ କୋଉଟା ଭୁଲ, ଠିକ୍ ଅଛି, ସେସବୁ ଜିନିଷ ପିଲାମାନେ ବା ସେସବୁ ଜିନିଷ ଯେମିତିକି ଆମର ଟ୍ରାନ୍ସେଣ୍ଡ ଲୋକାଲ ଲଜ୍ ବା ରିଚ୍ ବାଇ ଓନ୍ଲି ମାଇନରିଟି ଅଫ୍ ଆଡଲ୍ଟସ୍। ଦେଖନ୍ତୁ, ମୁଁ ଭଲସେ ବୁଝାଉଛି, ତାପରେ ଭଲସେ କନେକ୍ଟ କରନ୍ତୁ। ଏସବୁ ଲାଙ୍ଗୁଏଜକୁ ଯାଆନ୍ତୁ ନାହିଁ, ଆପଣ କନେକ୍ଟ କରିକି ମୋ କଥାଟା ଶୁଣନ୍ତୁ। ଦେଖନ୍ତୁ, ପୋଷ୍ଟ କନଭେନ୍ସନାଲ ମୋରାଲିଟିର ଲେବୁଲଟା ବା ତାର ଏଜ୍ ସେକ୍ସନଟା କେତେବେଳେ? 18 ବର୍ଷରୁ ଅଧିକ। ଯଦି ଗୋଟେ 18 ବର୍ଷରୁ ଅଧିକ ଗୋଟେ ପିଲାଟା ଅଛି ବା ତା ବୟସ ଯେହେତୁ 18 ବର୍ଷରୁ ଅଧିକ, ସେ ପିଲାର ପିଲାମାନେ କୋଉ ଭଳିଆ ଥିଙ୍କିଂ ବା କୋଉ ଭଳିଆ ଭାବନା ରହିଥିବ ତାକୁ ମୁଁ କହୁଛି। ଦେଖନ୍ତୁ, ଯେତେବେଳେ ଗୋଟେ ପିଲାର 18 ବର୍ଷରୁ ଅଧିକ, ସେ କ'ଣ ନା ସୋସିଆଲ ଯେଉଁ ସୋସାଇଟି ଯେଉଁ ଲ ଗୁଡ଼ା ଅଛି, ଯଦି ସେ ଲ ଗୁଡ଼ା ତା ପାଇଁ ସୁଇଟେବୁଲ୍ ଅଛି, ତାହେଲେ ସେ ତାକୁ ମାନିବ, ନହେଲେ ମାନିବନି। ଠିକ୍ ଅଛି, ଯେମିତିକି ସୋସାଇଟିରେ ଆପଣମାନେ ଦେଖିଥିବେ ଏଇ ଏଜ୍ର ପିଲାମାନେ ବା 18 ବର୍ଷରୁ ଅଧିକ ଏଜ୍ର ପିଲାମାନେ ବା ଲୋକମାନେ, ସେମାନଙ୍କର କ'ଣ ନା ଆବଷ୍ଟ୍ରାକ୍ଟ ଥିଙ୍କିଂଟା ତାଙ୍କ ମାଇଣ୍ଡରେ ଡେଭଲପ୍ ହୋଇଥାଏ। ତ ସେ କାହା ଉପରେ ଡିପେଣ୍ଡ ରୁହନ୍ତିନି। ତ ସେଥିପାଇଁ ସେମାନଙ୍କ ପାଇଁ ଯେଉଁ ଲ ଗୁଡ଼ା ବନା ହେଇଥାଏ, ତାଙ୍କ ହିସାବରେ ସେ ମାନିଲେ ମାନିବେ, ନହେଲେ ନାହିଁ। ଠିକ୍ ଅଛି, ଏତିକି ଖାଲି ମନେ ରଖନ୍ତୁ। ଆପଣ ଦୁଇଟା ଷ୍ଟେଜ୍ ବୁଝିଦେଲା ପରେ ଆଉ ଟିକେ ଡିଟେଲରେ ବୁଝିଦେଲେ ଆପଣ ଜିନିଷଟା କନେକ୍ଟ କରିପାରିବେ। ଦେଖନ୍ତୁ, ଆକୁ ପିଲାମାନେ କନଷ୍ଟ୍ରକ୍ଟଟା ତାକୁ ତ ବୁଝେଇଦେଲି। ଏବେ ଦେଖନ୍ତୁ, ଷ୍ଟେଜ୍ 5ରେ ପିଲାମାନେ କ'ଣ ଅଛି? ସୋସିଆଲ କଣ୍ଟ୍ରାକ୍ଟ ଆଣ୍ଡ ଇଣ୍ଡିଭିଜୁଆଲ ରାଇଟ୍ସ। ଯେମିତିକି ପିଲାମାନେ ଲଜ୍ ଆର୍ ୟୁଜଫୁଲ୍ ଟୁ ଫର୍ ଦ କମନ୍ ଗୁଡ୍ ବଟ୍ ଦେ ଆର୍ ନଟ୍ ଆବସଲ୍ୟୁଟ୍। ଯଦି ଲ ଗୋଟେ ବନା ହେଉଛି ବା ଗୋଟେ ଲ ମାନେ କ'ଣ? ନିୟମ। ଯଦି ନିୟମ ବନା ହେଉଛି ଗୋଟେ କମନ୍ ଗୁଡ୍ ପାଇଁ, ତାହେଲେ ଠିକ୍ ଅଛି, କିଛି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ଆମେ ସେ ଲଟାକୁ ପିଲାମାନେ ଗୋଟେ ଆବସଲ୍ୟୁଟ୍ ବା ଗୋଟେ ଥପିବା ବା ଗୋଟେ ଲୋକ ଉପରେ ଥପିବା, ଯଦି ତା ପାଇଁ ଜିନିଷଟା ସୁଇଟେବୁଲ୍ ନୁହଁ, ଆଉ ତାପରେ ଯଦି ଥୋପିବା, ତ ସେଇ ଜିନିଷଟାକୁ ପିଲାମାନେ ଗ୍ରହଣଯୋଗ୍ୟ ନୁହଁ। ଗୋଟେ ଲ ଯଦି ବନା ହେଉଛି ସମାଜର ସେଫ୍ଟି ପାଇଁ ବନା ହେଉଛି, ଯଦି ସେଇ ଜିନିଷଟା ସମାଜର ସେଫ୍ଟି ପାଇଁ ଆଉ କାମ ଦେଉନାହିଁ, ସମାଜକୁ ଶୋଷଣ କରିବାରେ କାମ ଦେଉଛି, ସେ ଲକୁ ବି ମାନିବା ବି ଦରକାର ନାହିଁ। ଠିକ୍ ଅଛି, ଯେମିତିକି ଏ ପର୍ସନ୍ ମାଇଟ୍ ସପୋର୍ଟ ବ୍ରେକିଂ ଏ ଲ
टू सेव ए लाइफ जदि गोटे लोकटे ल ब्रेक करुच्ची कौन ब्रेक करुच्ची जनक जीवन बचाई लटा ब्रेक करुच्ची गोटे आम्बुलांस गोटे आम्बुलांस को छाड़ापी हो कि आपन हेंजर डिलेमार जिन गुड़ा बुझेबी ठीक अच्छे ना टी नजर माइंड को कनेक्ट कर पढ़तु जितेबाला गोटे लोकटे ल ब्रेक करुच्ची गोटे लोकटे जब किसी गोटे भूल कम करुच्ची गोटे लोकर जीवन बचब कहते ना मिछ कथा कहवा भी दरकार कौ जगार जो जगह गोटे लोकर जीवन बचुची ठीक अच्छे ना जो जगह गोटे लोकर जीवन बच से जगह मिछ कहते भी चलो जदि आपंकर श्रीकृष्ण आमर कौन भगवान श्रीकृष्ण कौन कहते पे मैंने आपंकर जितेबाला गोटे अस्वस्थामा से छाड़ से टपिक बहुत अलग हो बहुत कंटेक्स्ट बाहर पड़े बहुत भिड लंबा हो ताको आ गोटे बहुत बढ़िया भिडियो डिस्कसन करेंगे पे श्रीकृष्ण बहुत रईट्स जो देते आम गीतार जो जिन तो डिस्कसन करवा फिर भी आपड़ ए खाली कनेक्ट कर पढ़तु जदि गोटे एमती गोटे जिनस होमती गोटे ल बनाई जहाद्वारा कि लोक मान लाइफ हैम्पर होची ल को रिमुव करदे दरकार जदि किसी ल ब्रेक कला गोटे लोकर जीवन बचे ल टा ब्रेक करवा दरकार किसी असुविधा नहीं आर्ग्यूइंग दैट द राइट ऑफ लाइफ इज मोर फंडामेंटल दैन द प्रॉपर्टी ऑफ राइट्स माने गोटे लोकर जीवन बचाटा इंपोर्टाट गोटे लोकर जीवन बहुत अधिक मूल्यवान से ल ठू से नियम ठू से फंडामेंटाल राइट से जो गोटे लोकर फंडामेंटाल राइट पे अधिक इंपोर्टाट लाइफटा पे अधिक इंपोर्टाट ना कि कौन ल कौन प्रकार नियम एरा इंपोर्टाट नुह प्रथम जीवन ठीक अच्छे कारण जीवन बचेदे सीना से नियम मानव जब मरी ही जीव तार नियम कौन मानव सी ठीक अच्छे तो यहाँ पे कौन स्टेज 5 ठीक अच्छे स्टेज 3 बस सॉरी स्टेज 6 पिला माने जिबा स्टेज 6 पिला माने कौन यूनिवर्सल एथिकल प्रिंसिपल एथिक्स माने तुम जानि ठीक कौन भूल कौन कुछ करवा कथा नुह एथिक्स से कहते यूनिवर्सल एथिकल प्रिंसिपल कौन लॉजिक कौन आई मस्ट एक्ट अकॉर्डिंग माई कॉन्सियस बा कॉन्साइंस एंड यूनिवर्सल जस्टिस रिगार्डलेस ऑफ द लॉ जेमिति कौन मो हिसाब से पे काम करी मो हिसाब से कम करा जदि जिनसा एक्चुअली लोक जस्टिस लोक जिनसा कनसीयस लोक यूनिवर्सल जस्टिस दौर ताले जिनसा ठीक ना कि जदि ल आ गोटे आम गोटे ल बनईचे जो जिनसा यूनिवर्सल जस्टिस को हैम्पर करुच्ची यूनिवर्सल जस्टिस क्या कहते ना जस्टिस मान न्याय दवा जब समस्त जिनसा ठीक अच्छी से लटा भी कम करुच्ची ठीक अच्छे ठीक अच्छे जब से जिनसा समस्त व्यक्तिगत एम टा जब फुलफिल करूनी से लटा भूल अच्छी जमीक इंग्रेज मैंने जो ल बनई इंग्रेज मैंने जो नियम बनई कौन गांधीजी मानुले मानुले जमीक लवण सत्याग्रह हो आमर जो आमर कौन अहमदाबाद जो मिल कारखाना हो इंडिगो जो मुवमेंट हो इंडिगो जो चाषी मान गोटे नियम बनई इंडिगो जो नियम बनई कि नाई लोक मैंने एतिक एरिया ही चाष करेंगे जहाद्वारा कि चाषी मैंने ही हईराण होते तो से ल गुड़ा ही भूल जिनस से ल गुड़ा एक्चुअली लोक मान एथिकल यूनिवर्सल जस्टिस को पे भायोलेट करुच्ची तो देन से ल गुड़ा पे मानिया कथा नुह तो से जिनसा पे यूनिवर्सल एथिकल प्रिंसिपल माने है जे पूरा सरल भाषा जब बुझेबी एतिकी आप सिंपल भाषा मन रखु जदि गोटे ल अच्छी आ से लटा पे करप्शन को एक्सपोज करप्शन को बढ़ावा दौर गोटे लोक को एक्सप्लोर करुच्ची जमीक लोक मान शोषण करवा लोक मान शोषण करा से लटा बनाई तो आम से लटा को मानवा ना ये स्टेज जो लोक मानते से ल को मानवा नहीं से ल को पे ब्रेक करेंगे जमीती किए गांधीजी ठीक अच्छे बाराक ओबामा आम्बेडकर आम्बेडकर पे आम्बेडकर भी से भी सही मेंटालिटी कारण यूनिवर्सल एथिकल प्रिंसिपल मेंटालिटी कारण आम्बेडकर कारण मान को मंदिर मंदिर को जीवेनि से जो कूअर पानी पीबे से कूह पानी मना पोखर गाधवा मना से बहुत जिन मान नियम होता तो से नियम टाक ठीक नाला जो दलित जाति लोक मान ठीक नाला तो से नियम टाक ब्रेक करते से नियम टाक भांगी तो सी कौ लेवल मोरालिटी पे आसो यूनिवर्सल एथिकल प्रिंसिपल से लेवल मोरालिटी पोस्ट कन्वेंशनल लेवल आमर स्टेज 6 यूनिवर्सल एथिकल प्रिंसिपल लेवल आसो ठीक अच्छे कनेक्ट करके एग्जांपल देखिए बुझेदेली तेज चलतु ए हुइसिल ब्लोयर exposes corruption at the great personal risk because they believe in the universal principle honesty गोटे हुइसिल ब्लोअर क पिला माने एक्सपोज कला गोटे करप्शन एक्सपोज कला जोटा कि आपनकर माने जो गोटे करप्शन को एक्सपोज करबा गोटे एक्सप्लोइटेशन को एक्सपोज करबा गोटे जिंस जेमति रिपोर्टर माने करंती बा जेमति बड़ बड़ पर्सनालिटी माने करंती बहुत बड़ बड़ प्रोमिनेंट लीडर माने करंती जेमति कि हमर थिले गांधीजी थिले हमर भगत सिंह थिले आमर कौन जयराज गुरु थे आम खोर्धार जयराज गुरु थे तापर आमर सरी खोर्धार बक्सी जगबंधु थे ठीक अच्छे आउ सब जो एम जो थे एम कौ लेवल जाती पे यूनिवर्सल एथिकल प्रिंसिपल आ बहुत कम लोक यही लेवल पाखापाखि पहुँची पारती
ठीक अच्छे डाउट क्लीयर एबे चलतु जी नेक्स्ट हाँ एबे चलतु मैं आपको आपणकर मु जो कहूनथिला हेंज कौन थ्योरी भलसे बुझेकी कहबी ना कनेक्ट करके देखंतु जदि गोटे पिलार बा गोटे पिलाटे बा गोटे पर्सन जदि स्टेज 1 रे अछि से कौन कहबो कारण हेंज कौन करछि ना मेडिसिन टाको चोरी करके आनिछि हेरी चोरी करके आनिक ता वाइफ रो देहटाको भल करछि जदि गोटे पिलाटे स्टेज 1 रे अछि ताको जदि हम पचारिबा बा गोटे स्टेज 1 रे अछि गोटे पिलाटे ताको जदि पचारिबा पुओ कहलु जदि से पिलाटा मेडिसिन टा आनिला से ठीक कला ना भूल कला ଯଦି ଆମେ ତାକୁ ପଚାରିବା ସେ ଯଦି ଷ୍ଟେଜ୍ 1 ରେ ଅଛି ସେ କ'ଣ କହିବ ଅବଭିୟସଲି କଥା ସିଏ କହିବ ନା କି ନାଇଁ ସେ ଯାହା କରିଛି ଭୁଲ କାମ କରିଛି କାରଣ ସେ ପିଲାଟା କେଉଁ ଷ୍ଟେଜ୍ରେ ଅଛି ଓବିଡିଏନ୍ସ ଆଉ ପନିସମେଣ୍ଟ ଓରିଏଣ୍ଟେସନ୍ ଷ୍ଟେଜ୍ରେ ଅଛି ସେ କ'ଣ କହିବ ପିଲାମାନେ ସେ କହିବ ନା କି ଯାହା ବି ସେ ଲୋକଟା କଲା ସେ ଭୁଲ କଲା ଯାହାଦ୍ୱାରା କି ତାକୁ ପନିସମେଣ୍ଟ ଗୋଟେ ମିନିଟ୍ ଟିକେ ପାଣି ପିଇଦେବା ତ ଦେଖନ୍ତୁ ଆମେ କୋଉଠିକି ନଥିଲେ ଷ୍ଟେଜ୍ 1 ରେ ଦେଖନ୍ତୁ ଯଦି ହେଞ୍ଜ ହେଞ୍ଜ ଆମର କୋଉ ଷ୍ଟେଜରେ ପିଲାମାନେ ଅଛି ବା ଯଦି ସରି ହେଞ୍ଜ କୋଉ ଷ୍ଟେଜରେ ଅଛି ବୋଲି ମୁଁ କହିଦେଲି ଯଦି ହେଞ୍ଜ ଯୋଉ ଚୋରି କଲା ଯଦି ଷ୍ଟେଜ୍ 1 ରେ ପିଲାମାନେ ଯଦି ଗୋଟେ ଲୋକଟେ ଅଛି ଯଦି ଆମେ ତାକୁ ପଚାରିବା କି କହିଲୁ ହେଞ୍ଜ ଯାହା କଲା ଠିକ କଲା ନା ଭୁଲ କଲା ସେ କ'ଣ କହିବ ପିଲାମାନେ ଯଦି ସେ ପିଲାଟା ଷ୍ଟେଜ୍ 1 ରେ ଅଛି ସେ କହିବ ନା କ'ଣ ହେଞ୍ଜ ଯାହା କଲା ସେ ଭୁଲ କଲା କ'ଣ ପାଇଁ ଭୁଲ କଲା କାରଣ ସିଏ ଯଦି ସେଇ ଯୋଉ ଚୋରି ଯଦି କରିବ ତାହେଲେ ତାକୁ ପନିସମେଣ୍ଟ ମିଳିବ ଠିକ ଅଛି ବା ଷ୍ଟେଜ୍ 1 ର ଲୋକଟା କ'ଣ କହିବ ହେଞ୍ଚ ଯାହା କଲା ଭୁଲ କଲା ସେମିତି ଷ୍ଟେଜ୍ 2 ର ପିଲାମାନେ ଲୋକଟା କ'ଣ କହିବ ସେ ଇଣ୍ଡିଭିଜୁଆଲିଜିମ୍ ଆଉ ଏକ୍ସଚେଞ୍ଜରେ ଅଛି କି ନାଇଁ ଯଦି ସେ ଯୋଉ କ'ଣଟା ଏଠି ହଁ କାରଣ ସିଏ ଯେହେତୁ ମେଡ଼ିସିନଟା ଆଣିଲା ମେଡ଼ିସିନ ଆଣିଲା ତାକୁ ତାର ମେଡ଼ିସିନ ବାଲାକୁ କିଛି ପଇସା ପେ କରିବାକୁ ପଡ଼ିବ ଆଉ ମେଡ଼ିସିନ ବାଲାକୁ ଯଦି ପଇସା ଯଦି ପେ କରିବାକୁ ପଡ଼ିବ ଆଇଦର ସେ ମେଡ଼ିସିନ ବାଲାକୁ ପଇସା ରିଟର୍ନ କରିବ ନହେଲେ ବା ଡାଇରେକ୍ଟ ଯଦି ମୁଁ କହିବି ସେ ବି ଷ୍ଟେଜ୍ 2 ରେ ଯଦି ଗୋଟେ ପିଲାଟେ ଅଛି ସିଏ ବି କହିବ କି ନାଇଁ ହେଞ୍ଚ ଯାହା କରିଛି ଭୁଲ କରିଛି ଠିକ ଅଛି ଆଉ ଯଦି ସେ ଭୁଲ କରିଛି ଟିଟ୍ ଫର୍ ଟ୍ୟାଟ୍ ମାନେ ଯଦି ହେଞ୍ଜ ମେଡ଼ିସିନ ଆଣିଛି ତାକୁ ତା ପଇସା ଦବାକୁ ଯେମିତି ହେଲେ ପଡ଼ିବ ଠିକ ଅଛି ଷ୍ଟେଜ୍ 2 ଚାଲନ୍ତୁ ଷ୍ଟେଜ୍ 3 ରେ ଗୁଡ୍ ଇଣ୍ଟରପର୍ସନାଲ ରିଲେସନସିପ୍ ବା ସିଏ ଗୁଡ୍ ବୟ ଗୁଡ୍ ନାଇସ୍ ଗାର୍ଲ ହେବାକୁ ଚେଷ୍ଟା କରିବ ତ ସେ ଗୁଡ୍ ବୟ କାହା ଆଗରେ ହେବାକୁ ଚେଷ୍ଟା କରିବ ତା ସ୍ତ୍ରୀ ଆଗରେ ହେଞ୍ଜ କାହା ଆଗରେ ଗୁଡ୍ ବୟ ହେବ ନିଜ ସ୍ତ୍ରୀ ଆଗରେ ଗୁଡ୍ ବୟ ହେବ ତ ନିଜ ଆଗରେ ନିଜ ସ୍ତ୍ରୀ ଆଗରେ ଗୁଡ୍ ବୟ ହେବାକୁ ସେ ମେଡ଼ିସିନ ଚୋରି କରିବାକୁ ବା ଷ୍ଟେଜ୍ 3 ର ଲୋକଟା କ'ଣ କହିବ ହଁ ସେ ମେଡ଼ିସିନ ଚୋରି କରୁ କାରଣ ସେ ତା ୱାଇଫ୍ ଆଗରେ ଗୁଡ୍ ବୟ ହେବାକୁ ପଡ଼ିବ କିନ୍ତୁ ଷ୍ଟେଜ୍ 3 ର ଅଲଗା ପିଲାମାନେ କ'ଣ କହିବେ ପିଲାମାନେ କି ନାଇଁ ଯଦି ସେ ଆକ୍ଚୁଆଲି ଗୁଡ୍ ବୟ ତାହେଲେ ମେଡ଼ିସିନ ନ ଚୋରି କରିବା କଥା ଠିକ ଅଛି ନା ତ ଦି ପ୍ରକାର ଏଥିରେ ଆଜମ୍ପସନ୍ ଆସିବ ତାପରେ ଷ୍ଟେଜ୍ 4 ପିଲାମାନେ କ'ଣ କି ମେଣ୍ଟେନିଂ ସୋସିଆଲ ଅର୍ଡରକୁ ପିଲାମାନେ ମେଣ୍ଟେନ୍ କରିବ ଯେମିତିକି ସୋସାଇଟିର ନିୟମ କ'ଣ ଚୋରି ନ କରିବା ତ ହେଞ୍ଜ ଏଇ ଷ୍ଟେଜ୍ରେ ପିଲାମାନେ କ'ଣ କରିବା ଦରକାର ଚୋରି ନ କରିବା ଦରକାର ଠିକ ଅଛି ଷ୍ଟେଜ୍ 4 ରେ ଏବେ ଚାଲନ୍ତୁ ଷ୍ଟେଜ୍ 5 କି ଯିବା ଷ୍ଟେଜ୍ 5 ରେ ପିଲାମାନେ ସେମ୍ ସିଏ କ'ଣ ନା ଚୋରି ନ କଲେ ଚଳିବ କାରଣ ସେଠି ପିଲାମାନେ ତାର ୱାଇଫ୍ର ଜୀବନ ବଞ୍ଚିବାଟା ଇମ୍ପୋର୍ଟାଣ୍ଟ ଷ୍ଟେଜ୍ 6 ରେ ବି ସେମ୍ ଚୋରି କରିବା ଦରକାର କାରଣ ତ ୱାଇଫ୍ର ଜୀବନ ବଞ୍ଚିବା ଦରକାର ଠିକ ଅଛି ଆପଣମାନେ ସବୁ ଜିନିଷ ଭଲସେ ବୁଝେଇଦେଲି ଏବେ ଚାଲନ୍ତୁ ଆମେ ଯିବା କ୍ରିଟିସିଜମ ଉପରେ ଯିବା ବା କ'ଣ ମାନେ ଆମର ଯୋଉ କୋହଲବର୍ଗ ଆମର ଯୋଉ ଥିଓରିଟା ଦେଲେ ସବୁ ଥିଓରିଟା ତ ଠିକ ହେଲା କ'ଣ ଭୁଲ ରହିଗଲା ଏବେ ଚାଲନ୍ତୁ ଆମେ ସେଇ ବିଷୟରେ କଥା ହେବା ଠିକ ଅଛି ପ୍ରଥମ ହେଲା ଯେ ପ୍ରଥମ କ୍ରିଟିସିଜମ ପିଲାମାନେ ହେଲା କଲଚରାଲ ବାୟସ୍ ମାନେ କ'ଣ ଆମର ତମାନେ ଜାଣିଛ ତମାନଙ୍କୁ ଫାଷ୍ଟ କହିଛି କୋହଲବର୍ଗଙ୍କର ବା କୋହଲବର୍ଗଙ୍କର ଘର କୋଉଠି ଆମେରିକା 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 ପିଲାମାନେ ଆମେ ଅଦରୱାଇଜ କ'ଣ କହୁ ଏଇଠି ଆମେରିକା ଠିକ ଅଛି ଆମେରିକା ପିଲାମାନେ ଆମେରିକାକୁ ଆମେ ଅଦରୱାଇଜ କ'ଣ କହୁ ୱେଷ୍ଟର୍ଣ୍ଣ କଲଚର ବୋଲି କହୁ ଠିକ ଅଛି ନା ତ ସେ ଯୋଉ କଲଚର ବାୟସଟା ଏଥିପାଇଁ କୁହାହେଲା କାରଣ ତାଙ୍କ ଘର ହେଲା ଆମେରିକା ଆଉ ସେ ସେଇ ଆମେରିକା କଲଚର ଅନୁସାରେ ବା ସେ ଆମେରିକାନ କଲଚର ଅନୁସାରେ ବା ସେ ଯୋଉ ୱେଷ୍ଟର୍ଣ୍ଣ କଲଚର ଅନୁସାରେ ସେ ଥିଓରିଟା ଦେଇଛନ୍ତି ଯାହାଫଳରେ କି ସେ ଅଦର କଲଚର ବା ନନ୍ ୱେଷ୍ଟର୍ଣ୍ଣ ସୋସାଇଟି ଗୁଡାକୁ ସେ ଇଗ୍ନୋର ବା ତାଙ୍କର ସେ ଥିଓରିଟା କାମ କରେନି ନନ୍ ସୋସାଇଟି ଲୋକମାନଙ୍କ ଉପରେ ଠିକ ଅଛି ଆଉ ଜେଣ୍ଡର ବାୟସ ବିଷୟରେ ତାଙ୍କର ସବୁଠୁ ବଡ କ୍ରିଟିସାଇଜ କିଏ କରିଥିଲେ ଜାଣିଛ ନା କାରଲ ଗିଲିଗନ ଜଣେ ଆମର ସାଇଣ୍ଟିଷ୍ଟ ଆପଣ କହିପାରିବେ ବା ଜଣେ ଅଥର କହିପାରିବେ ଯିଏ କ'ଣ କହିଲେ ନା କହିଲ କି ଆମର କୋହଲବର୍ଗ ଯୋଉ ଥିଓରି ଦେଇଛନ୍ତି ସେ ଥିଓରିରେ ନା ସେ ଖାଲି ପୁଅ ପିଲାଙ୍କ ଉପରେ ବେଶୀ ଫୋକସ କରିଛନ୍ତି ଯେମିତିକି କ'ଣ ଫୋକସ କରିଛନ୍ତି ପିଲାମାନେ କି ନର୍ମାଲି ମେଲର ମୋରାଲ ରିଜନିଂ ଉପରେ ବେଶୀ ଫୋକସ କରିଛନ୍ତି ଫିମେଲର ପିଲାମାନେ କେୟାର ହଉ ଏମ୍ପାଥି ହଉ ରିଲେସନସିପ ହଉ ଏସବୁ ଉପରେ ପିଲାମାନେ ବେଶୀ ଫୋକସ କରିନାହାନ୍ତି ଏଇ କଥା କିଏ କହିଲେ ପିଲାମାନେ କାର୍ଲ ଗିଲିଗନ କହିଲେ ଆଉ ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲାମାନେ ଏଇ କାର୍ଲ ଗିଲିଗନ ନାଁଟା ଟିକେ ମନେ ରଖିଦବ କାରଣ ମାନେ ବେଶୀ ଇମ୍ପୋର୍ଟାଣ୍ଟ ନୁହଁ ଫିର ବି ଆପଣମାନେ ଟିକେ ନାଁଟା ମନେ ରଖିଦେବେ ବେଳେବେଳେ କାହା ପଚାରିଦିଏ କ୍ୱେଶ୍ଚିନ୍ ଗୋଟେ ଦେଖି ମୁଁ
तो कहीं देखिनी ମୁଁ କାହିଁ ଦେଖିନି କିନ୍ତୁ ମୁଁ ଗୋଟେ ଇଏରେ ଦେଖୁଥିଲି କ'ଣ ନା ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ ଗୋଟେ ଏକ୍ଜାମର ପ୍ରିଭିୟସ୍ ଇୟର୍ରେ ଦେଖୁଥିଲି ମୁଁ ପ୍ରିଭିୟସ୍ ଇୟର୍ ସବୁ ତ ଅପଲୋଡ଼ କରିଦେବି ଆପଣମାନଙ୍କ ଟେଲିଗ୍ରାମ ଚ୍ୟାନେଲ୍ ଅପଲୋଡ଼ କରିଦେବି ଆପଣମାନେ ଯାଇକି ସେଠି ଦେଖିପାରିବେ ଠିକ୍ ଅଛି ନା ଏତିକି ମନେ ରଖନ୍ତି ଯେ କାର୍ଲ ଗିଲିଗନ୍ ଯିଏ ଥିଲେ ଭାଇ କାର୍ଲ ଗିଲିଗନ୍ ସିଏ ତାଙ୍କର ବହୁତ ବଡ଼ କ୍ରିଟିସାଇଜର ଥିଲେ ଯିଏକି କୋହଲବର୍ଗଙ୍କର ବହୁତ ବଡ଼ କ୍ରିଟିସାଇଜର ଥିଲେ ଠିକ୍ ଅଛି ତାପରେ ଓଭର ଏମ୍ଫାସାଇଜେସନ୍ ଜଷ୍ଟିସ୍ ଉପରେ ବେଶୀ ଓଭର ଏମ୍ଫାସାଇଜେସ୍ କରିଥିଲେ କ'ଣ ପିଲାମାନେ कि जस्टिस राइट्स नेग्लेक्ट लव को नेग्लेक्ट कर देथिले कंपासन को नेग्लेक्ट कर देथिले कोर को नेग्लेक्ट करथिले ठीक अछि केयर को नेग्लेक्ट कर देथिले ठीक अछि तापे मोरल रीजनिंग को से मोरल बिहेवियर सो इक्वल करि नथिले कोन पई कारण मोरल रीजनिंग गोटे अलग जिनस मोरल बिहेवियर गोटे अलग जिनस किंतु सी मोरल बिहेवियर पर बेसी फोकस करू नथिले से बेसी फोकस कोथरे करथिले पिला माने मोरल रीजनिंग पर प्रथम पिला माने कहिछि ठीक अछि तापरे स्टेज गुडा रिजिडिटी बा जो कहि नथिले कि हमर किए हमर कोहलबर कोन कहिथिले कि एई स्टेज पर एई स्टेज कंपलसरी आसीबो को स्टेज गुडा स्किप होबनी ठीक अछि एई जिनसरा पिला तांगर गोटे क्रिटिसिज्म ठीक अछि तापरे लिमिटेड सैंपल से जहा कहा ऊपर पिला माने बेसी रिसर्च करथिले नॉर्मली बॉयज को ऊपर रिसर्च करथिले आ गर्ल्स को ऊपर से रिसर्च करथिले से जो गीडा को हमें लिमिटेड सैंपल बोली कह ठीक अछि तापरे हाइपोथेटिकल से जो थ्योरीटा दैछन ए जो हमर जो डिलेमा थ्योरीटा दैछन से डिलेमा थ्योरीटा हमर रियल नुह आर्टिफिशियल ठीक अछि बा एटा रियल लाइफ एक्शन पिला में रिफ्लेक्ट करे नाही ठीक अछि तापरे एबे तमानकु सब जिंस ऊपर भलसे बुझे देली हमर जेतिक थिले कोहलबर्गर सब थ्योरी को भलसे बुझे देली पिला माने आकु इरेज कर दोची जो माने स्क्रीनशॉट नै न से नै जाओ स्क्रीनशॉट आकु भी इरेज इडा इरेज करे दरकार नै ठीक अछि आकु इरेज कर दबा जो माने भी स्क्रीनशॉट नै न नै जाओ स्क्रीनशॉट नहले नोट गुडा मो टेलीग्राम चैनल तमानकु मिल जिवो तमाने खाली सर्च कर दबो कोहलबर्ग बोली कहले माने गोटे ऑर्डरली तमाने सब जिंस मिल जिवो देखो एबे चलतो मेन फोकस पिला माने कोन जीन पैजेट करो मेन फोकस पिला माने कोन थिला प्रथम फोकस थिला सॉरी मु जीन पैजेट कहि दिले आपन गोटे कॉन्टेक्स्ट कहि देखंतु ए टेबुलटा पिला माने एथि पई पिला माने बनैछि बा एथि पई तयारी करछि टेबुलटा कारण तुम मान तीनटा को साइंटिस्ट को कनेक्ट करी पढ़ाटा बेटर कारण अलग साइंटिस्ट बा जाऊ जो जेतिक साइंटिस्ट रहिले मु आपन सब तो साइंटिस्ट विषय कहबी देखंतु आहुरी अलग बहुत सारा साइंटिस्ट को विषय गोटे मिनिट पीपीटा मु बनैछि देखंतु एतिक पिला माने साइंटिस्ट आपनकर अछंती जीन पैजेट कोठु आरंभ करी अल्फ्रेड बिनेट तापर एपटे आउ जने साइमन थंडाइक सिगमंड फ्रॉइड एमानक विषय पिला माने मानी भिडियो तो टिके टाइम लागियो पिला माने कारण ए पीपीटी गुडा बनला बेल मते बहुत समय लागुची ठीक अछि देखंतु कोठी कि नथिले एठी कि नथिले देखंतु आपनकर जो जेतिक साइंटिस्ट अछंती तांको थ्योरी गोटे पटे आ ई तीन जण साइंटिस्ट को थ्योरी गोटे पटे एथिपाई पिला माने मु कहूची कारण ए तीन जण साइंटिस्ट को कनेक्ट करके पचारे आ सबु बेले एमिति कोनोसी पेपर नाही जोथरे आपनकर ए तीनटा को साइंटिस्ट को थ्योरी क्वेश्चन पढि नथिबो एमिति कोनोसी आपन सिटीटी उठांतु ओस्टीटी उठांतु ओटीटी उठांतु सबुथरे पढिथिबो सेई जोगु पिला माने बा सेई सबु जिंस को कनेक्ट करके आपन गोटे रिवीजन हि जिवो बोली मु ई टेबुलटा बनैछि आकु बुझी दबा आ आजिरो वीडियो शेष करिवा ठीक अछि तापर आ गोटे नेक्स्ट वीडियो पिला माने मु आनिबी काहा परे पिला माने आपनकर एरिक एरिक्सन ऊपर आपन नेक्स्ट वीडियोटा आसीबो आपण माने जानिचंती कि जीन पियाजेट हमर काहा ऊपर पिला माने थ्योरी देथिले ऑब्वियसली कथा हमर कॉग्निटिव डेवलपमेंट ऊपर देथिले ठीक अछि लॉरेंस कोहलबर्ग हमर काहा ऊपर थ्योरी देले पिला माने मोरल डेवलपमेंट ऊपर आपण को एना संख्या पढेली आ ले भाइगर्स के पिला माने काहा ऊपर देथिले सोशियो कल्चरल कॉग्निटिव डेवलपमेंट ऊपर देथिले ठीक अछि तापर पिला माने जीन पियाजेट को बा जीन पियाजेट काहा ऊपर पिला माने स्टडी करथिले पिला माने कि पिला माने केमते थिंक करंती रीजन करंती एसब ऊपर स्टडी करथिले कि पिला माने जीन पियाजेट हमर स्टडी करथिले लॉरेंस कोहलबर्ग पिला माने काहा पर स्टडी करथिले पिला माने केमिति मोरल रीजनिंग होउची बा केमिति मोरल रीजनिंग हमर होउची से सब ऊपर पिला माने लॉरेंस कोहलबर्ग कहिथिले आ ले भाइगर्स के पिला माने कोन कहिथिले कि केमिति लर्निंग बा सॉरी केमिति लर्निंग होउची हमर सोशल इंटरेक्शन थ्रू रे हमर केमिति लर्निंग होउची से विषय पिला माने के कहिथिले हमर ले भाइगर्स के हमर कहिथिले गोटे मिनिट तापरे कॉन्सेप्ट पिला माने कोन को देथिले तमाने जानिछो पैजेट हमर कोन देथिले हमर स्टेजेस ऑफ कॉग्निटिव डेवलपमेंट विषय से थ्योरी देथिले ठीक अछि तापरे हमर लॉरेंस कोहलबर्ग पिला माने कोन देथिले मोरल रीजनिंग विषय थ्योरी देथिले एटा डबल रिपीट करना है ठीक अछि तापरे ले भाइगर्स पिला माने कोन देथिले पिला माने गोटे कांसेप्ट देथिले जोन ऑफ प्रोक्सिमल डेवलपमेंट तमे जानिछो ना जोन ऑफ प्रोक्सिमल डेवलपमेंट माने कोन गोटे लोकटे ए स्टेज रे अछि ठीक अछि भारत गोटे लोकर एबिलिटी पिला माने ए स्टेज जे अछि से ता निज एबिलिटी रु टिके अधिक काम करबा को चाहूची
ठीक अच्छे यही स्टेज पे गोटे लोकटे अच्छे से निज एबिलिटी अधिक कम करने को चाहती अधिक कम करने को चाहूँगी निज एबिलिटी को बढ़ेगा चाहूँगी ये जो गैपटा रोनी जो स्टेज से अच्छे आ तो निज जो नेक्स्ट एबिलिटी को जीवा चाहूँगी ये गैपटा को पे कहते जेडपीडी ठीक अच्छे जेडपीडी जोन ऑफ प्रोक्सिमल डेवलपमेंट ठीक अच्छे आ विषय में बहुत बढ़िया से पे तुमको बुझे प्रीवियस क्लास बुझे स्टेजेस आउ लेवल्स पे कौन स्टेजेस देते जीन पियाजेट आम 4टी स्टेजेस देते सेंसरी मोटर प्री ऑपरेशनल कंक्रीट ऑपरेशनल और फॉर्मल ऑपरेशनल देते लॉरेंस कोहलबर्ग आम कौन 3टा लेवल और 6टा स्टेजेस देते लेवल कौन कौन देते प्री कन्वेंशनल पोस्ट कन्वेंशनल और कन्वेंशनल ठीक अच्छे आ लेव हाइगर्स के पे कौन कहते आंसर किसी भी स्टेजेस ना डेवलपमेंटा पे कंटिन्यूअस लाइफ लंग चलो तो नो स्टेजेस से पे कौन कह जानते ना लेव हाइगर्स की कौन कहते पे जो जेहेतु कौन फिक्सड स्टेजेस देना से जो आम कह कि डेवलपमेंटा पे से जो आम कौन कह डेवलपमेंट इज कंटिन्यूअस कंटिन्यूअस कारण से कौन स्टेजेस देना जेहेतु कौन स्टेजेस देना तो आम कौन कह तो डेवलपमेंटा कंटिन्यूअस तापर बेसिस ऑफ डेवलपमेंट डेवलपमेंटा पे हुए केमिति केमिति हुए पे प्याजेट को अनुसार डेवलपमेंटा बायोलॉजिकल मैच्योरेशन हुए विथ इंटरेक्शन विथ एनवायरनमेंट ठीक अच्छे किंतु बेसी पे एम्फासाइज प्याजेट कोटार करते बायोलॉजिकल मैच्योरेशन उपर ठीक अच्छे लॉरेंस कोहलबर्ग कौन कहते डेवलपमेंटा केमती हुए कॉग्निटिव हुए आ मोराल डिलेमा जो हुए डिलेमा माने कौन तुमको बुझे द्वंद्व डिलेमा माने कौन द्वंद्व सोशल इंटरेक्शन और कल्चर थ्रू पे डेवलपमेंट हुए यहाँ किए कहते पे लेव हाइगर्स के कहते ठीक अच्छे तुम ये सब जिन कनेक्ट कर जो पे फास्ट टी आटेंडिव क्लास देखिथे आ पूर्वर भिडियो गुड़ा देखिथे आदर मोड देखते कि कौ सार मान देखूँ जब देखि तुमने ये जिनसा कनेक्ट कर सोसाइटी रोल कौन सोसाइटी रोल कौन डेवलपमेंट सोसाइटी रोलटा कौन लिमिटेड रोल ये कथा किए कहते प्याजेट कहते मॉडरेट रोल ये कथा किए कहले लॉरेंस कोहलबर्ग कहले किंतु हाइगर्स के कौन कहते सोसाइटी जो ही आम डेवलपमेंट हम माने डेवलपमेंट आम केमी हुए सोसाइटी थ्रो हुए गोटे पिलाटे सोसाइटी सह जो इंटरेक्शन कर जो डेवलपमेंट होता पे कहती ना आम सोसाइटी सोशल डेवलपमेंट तापर रोल ऑफ लैंग्वेज लैंग्वेज पे कौन रोल प्ले करे जमीती कि लैंग्वेज डेवलप आफ्टर थॉट आग आम कौन डेवलप हम आग आम थॉट डेवलप हम तापर जाके लैंग्वेज डेवलप हम ये कथा किए पे कहले आमर प्याजेट आमर कहले आईटा जो टेबुल यही पोर्सनटा है सब इम्पोर्टाट क्वेश्चन पचार दब पे आग थॉट ना आग लैंग्वेज ठीक अच्छे सब लैंग्वेज आग डेवलप हम बोली किए कहते आम भाइगर्स के कहते तेणु भाइगर्स के अनुसार आमर आग है लैंग्वेज तापर पे आमर थॉट ये कथा पे किए कहले पे आमर भाइगर्स के कहते आग लैंग्वेज हम तापर जाकि थॉट हम यहाँ किए कहते भाइगर्स की किंतु कोहलबर्ग ता उल्टा आग थॉट हम तापर लैंग्वेज हम ठीक अच्छे तापर आमर कोहलबर्ग कौन कहले लैंग्वेजटा मोरालिजन को रिफ्लेक्ट करे अनुसार भी लैंग्वेजटा आग हम किंतु भाइगर्स के आमर कौन कहले आग थॉट हम तापर जाकि लैंग्वेज हम ठीक अच्छे चलो जा लर्निंग भ्यू अनुसार लर्निंग भ्यू केमिटी लर्निंगटा आमर केमिति हुए लर्निंग भ्यू माने कौन लर्निंगटा केमिति हुए जीन प्याजेट अनुसार इंडिविजुअल डिस्कवरी जमीती कि गोटे पिलाटे केतेबेले शिखिबो निजे एक्सपेरिमेंट करी शिखिबो निजे जिनस गुड़ा को करी शिखिबो एक्सपेरिमेंट करी शिखिबो निजे इंडिविजुअली शिखिबो एटा ला जीन प्याजेट कहथिले लॉरेंस कोहलबर्ग केमिति कहले मोराल डिलेमा थ्रू लर्निंग हबो गोटे ठीक बा भूल ए सब जिनस करी तार लर्निंग हबो भाइगर्स के पिला माने हमर कोन कहले लर्निंगटा पिला माने गाइडेंस और इंटरेक्शन थ्रू रे हबो जमीती कि गोटे टीचर ताऊ गाइडेंस करिवे ताको पीयर ग्रुप गाइडेंस करिवे ए लिखि दोछि टीचर हो तापर पीयर ग्रुप हो बा तार टीचर गले सांगसाथी गले बा तार फैमिली हो एमानकर इंटरेक्शन बा एमानकर गाइडेंस रे पिला माने हमर लर्निंगटा हबो ए कतरा की गले लेव हाइगर्स के ठीक अछि टीचर रोल कोन जीन पियाजेट को अनुसार टीचर जने फैसिलिटेटर हबो लॉरेंस कोहलबर्ग अनुसार प्रेसिडेंटर मोराल डिलेमा बा मोराल बा ठीक बा भूल रो कंफ्यूजन बा डिलेमा ताऊ करबो किए करिवे टीचर माने लेव हाइगर्स के अनुसार पिला माने कोन कि मोर नॉलेजेबल अदर जेमिति कि आपन को टर्म गुडा टिके बुझे देले आपन मानकर रिवीजन हे देखंतु जेमिति कि आपन बे मु आपन को एग्जांपल दोछि आपन बे कोठी में प्रिपरेशन करछन्ती ओएसटीट बा सीटीईटी ପାଇଁ ଆପଣ ପ୍ରିପାରେସନ୍ କରୁଛନ୍ତି ଆପଣଙ୍କର ଲେବୁଲଟା ପିଲାମାନେ ଏଇ ଜାଗାରେ ଅଛି ଠିକ୍ ଅଛି ଆଉ ଆପଣ ନିଜ ଲେବୁଲଟାକୁ ବଢ଼େଇକି ଏଇ ଓଏସଟିଟି ଆଉ ସିଟିଇଟି ଲେବୁଲକୁ ନେବାକୁ ଚାହୁଁଛନ୍ତି କାରଣ ଆପଣ ଏବେ ନିଜେ କିଛି ପାଠ ଜାଣିନାହାନ୍ତି ଜାଣିଛନ୍ତି ଆପଣଙ୍କର ନଲେଜ ଅଛି ମୁଁ ମାନୁଛି ନଲେଜ ଅଛି ଆପଣ ଧରି ନିଅନ୍ତୁ ଆପଣଙ୍କର କିଛି ନଲେଜ ନାହିଁ
ଆପଣ ନିଜର ଯେହେତୁ ନଲେଜ ନାହିଁ ଆପଣ ନିଜ ନଲେଜଟାକୁ ବଢ଼େଇକି ଏଇ ଓଏସଟିଟି ଆଉ ସିଟିଇଟି ଲେବୁଲର ନଲେଜଟାକୁ ନେବାକୁ ଚାହୁଁଛନ୍ତି, ଯାହାଫଳରେ କି ଆପଣ ଓଏସଟିଟି ହଉ କି ସିଟିଇଟି ହଉ ଏକ୍ଜାମଟା କ୍ଲିୟର କରିବେ। ତ ସେଥିପାଇଁ ଏଇ ଓଏସଟିଟି ଆଉ ସିଟିଇଟି ଲେବୁଲକୁ ଯିବା ପାଇଁ ଆପଣଙ୍କର ନର୍ମାଲ ଲେବୁଲ ଆଉ ଓଏସଟିଟି ଆଉ ସିଟିଇଟି ଲେବୁଲକୁ ଯିବା ପାଇଁ ଏଇ ଯେଉଁ ମଝିର ଯେଉଁ ଗ୍ୟାପ୍ଟା ପିଲାମାନେ ରୁହେ, ସେ ମଝି ଗ୍ୟାପ୍ଟାକୁ କ'ଣ କୁହନ୍ତି ପିଲାମାନେ ଜାଣିଛ ନା? ଏଇଟା କୁହନ୍ତି ଜେଡପିଡି। ଜେଡପିଡି ମାନେ କ'ଣ? ଜୋନ୍ ଅଫ୍ ପ୍ରୋକ୍ସିମାଲ ଡେଭଲପମେଣ୍ଟ। ঠিক ଅଛି, ଡେଭଲପମେଣ୍ଟ। ଠିକ ଅଛି, ଏଇ ଯେଉଁ ମଝି ଗ୍ୟାପ୍ଟାକୁ ତ ଆମେ ଜେଡପିଡି କହିଲେ। ଠିକ ଅଛି, ପୁଣି ଆପଣଙ୍କର ଲେବୁଲଟା ତ ଏଇଠି ଅଛି, ଆପଣ କିଛି ଜାଣିନାହାନ୍ତି, ଆପଣ ତାକୁ ନିଜେ ପାଠ ପଢ଼ି ଆଉ ଏଇ ଲେବୁଲକୁ ଯେମିତି ହେଲେ ଯିବେ। ଆପଣ ଏଇ ଲେବୁଲଟୁକୁ ଯେଉଁ ଯିବେନି, ଆପଣ ଜଣଙ୍କ ସାହାଯ୍ୟରେ ଯିବେ। ଆପଣଙ୍କୁ ଯେଉଁ ଲୋକଟା ସାହାଯ୍ୟ କରିବ ବା ଆପଣଙ୍କର ଏଇ ଯେଉଁ ବେସିକ ଲେବୁଲରୁ ଆପଣ ହାଏଷ୍ଟ ଲେବୁଲ ଯିବା ପାଇଁ ଆପଣ ଯିଏ ସାହାଯ୍ୟ କରିବ, ସେ ସାହାଯ୍ୟକାରୀର ନାଁ ହେଲା MKO। MKO ମାନେ କ'ଣ? ମୋର ନଲେଜେବୁଲ ଅଦର। ଠିକ ଅଛି, ବା ଆପଣଙ୍କୁ ଯିଏ ସାହାଯ୍ୟ କରିବ ସେ ହେଲା କ'ଣ? MKO, ମୋର ନଲେଜେବୁଲ ଅଦର। ଏଠି ମୋର ନଲେଜେବୁଲ ଅଦର କିଏ? ମୁଁ ହେଲି। ଠିକ ଅଛି, ବା ମୋ ଚ୍ୟାନେଲଟା ହେଲା ଆପଣଙ୍କର ମୋର ନଲେଜେବୁଲ ଅଦର ଚ୍ୟାନେଲ। ଆଉ ଆପଣ ମୋ ଚ୍ୟାନେଲ ଥ୍ରୋରୁ ଆପଣ କ'ଣ ନିଜ ଲେବୁଲଟାକୁ ବଢ଼ିକି ଓଏସଟିଟି ଆଉ ସିଟିଇଟି ଲେବୁଲକୁ ଯିବେ। ସେଇ ଲେବୁଲଟା ପିଲାମାନେ କହନ୍ତି ମୋର ନଲେଜେବୁଲ ଅଦର। ଠିକ ଅଛି, ବା MKO ବୋଲି କହନ୍ତି। ଠିକ ଅଛି, ଏତେ ତ କାହା ଡାଉଟ୍ ହେଉନଥିବ। ଏଇ ଯେଉଁ MKOଟା ପିଲାମାନେ ଯେଉଁ ସାହାଯ୍ୟଟା ପ୍ରଦାନ କରିବ ବା ମୁଁ ଯେଉଁ ଆପଣଙ୍କୁ ସାହାଯ୍ୟ ପ୍ରଦାନ କରୁଛି ଏଇ ଭିଡ଼ିଓ ମାଧ୍ୟମରେ ହଉ ବା ମୁଁ କହିବା ମାଧ୍ୟମରେ ବା ଏଇ ଯେଉଁ ପିପିଟି ମାଧ୍ୟମରେ ହଉ, ମୁଁ ତ ସାହାଯ୍ୟ ପ୍ରଦାନ କରୁଛି, ଏଇ ସାହାଯ୍ୟଟାକୁ ପିଲାମାନେ କହନ୍ତି ସ୍କାଫୋଲ୍ଡିଂ। ଠିକ ଅଛି, ସବୁ ଜିନିଷ କ୍ଲିୟର ହେଇଗଲା ଆପଣଙ୍କର। ସ୍କାଫୋଲ୍ଡିଂ କାହାକୁ କହନ୍ତି? ଗୋଟେ ସାହାଯ୍ୟକୁ। ଆପଣଙ୍କୁ ଯିଏ ସାହାଯ୍ୟ କରେ ତା ନାଁ ହେଲା MKO, ଯାହା ସାହାଯ୍ୟ ପାଇକି ଆପଣମାନେ ଓଏସଟିଟି ଆଉ ସିଟିଇଟି ଲେବୁଲକୁ ଯିବେ। ଆଉ ଯେଉଁ ଗ୍ୟାପ୍ଟା ଆପଣଙ୍କର ଯେଉଁ ଏବେ ଯେଉଁ ଲେବୁଲ ଅଛି ଆଉ ଓଏସଟିଟି ସିଟିଇଟି ଲେବୁଲ ଯିବା ମଧ୍ୟରେ ଯେଉଁ ଗ୍ୟାପ୍ଟା, ଏଇଟା ପିଲାମାନଙ୍କର ଜୋନ୍ ଅଫ୍ ପ୍ରୋକ୍ସିମାଲ ଡେଭଲପମେଣ୍ଟ। ସମସ୍ତଙ୍କ ଡାଉଟ୍ କ୍ଲିୟର? କିଛି ଡାଉଟ୍ ହେବା କଥା ନୁହଁ। ଠିକ ଅଛି, ଏବେ ଚାଲନ୍ତୁ ଟୁଲ୍ ପିଲାମାନେ କ'ଣ? ଟୁଲ୍ ପିଲାମାନେ କ'ଣ ଦେଇଥିଲେ? ପିଲାମାନେ ଜିନ୍ ପିଆଜେଟ୍ ଦେଇଥିଲେ, ସ୍କିମା ବିଷୟରେ ବୁଝେଇଥିଲେ, ଆସିମିଲେସନ୍ ଆଉ ଆକମୋଡେସନ୍ ବିଷୟରେ ବୁଝେଇଥିଲେ। ଲରେନ୍ସ କୋହଲବର୍ଗର ଟୁଲ୍ କ'ଣ ଥିଲା? ହେଞ୍ଜ ଡିଲାମ ବିଷୟରେ ସେ କହିଛନ୍ତି। ଆଉ ଲେ ଭାଇଗର୍ସକି ତ ସ୍କାଫୋଲ୍ଡିଂ ବିଷୟରେ କହିଛନ୍ତି, ଆଉ ସ୍କାଫୋଲ୍ଡିଂକୁ ଏବେ ବୁଝେଇଥିଲେ। କ୍ରିଟିସିଜମ୍ କ'ଣ? ସିଏ ଅଣ୍ଡର ଏଷ୍ଟିମେଟ୍ ପିଲାମାନେ କ'ଣ କରିଥିଲେ? ପିଲାମାନେ ସୋସିଆଲ ଇନଫ୍ଲୁଏନ୍ସକୁ ପିଲାମାନେ ଅଣ୍ଡର ଏଷ୍ଟିମେଟ୍ କରିଥିଲେ, ଯେଉଁଟା ଜିନ୍ ପିଆଜେଟ୍ ଅଣ୍ଡର ଏଷ୍ଟିମେଟ୍ କରିଥିଲେ। ଲରେନ୍ସ କୋହଲବର୍ଗର କ'ଣ ପିଲାମାନେ କ'ଣ କି ସେ ବେଶୀ ଏମ୍ଫାସାଇଜେସ୍ ରିଜନିଂ ଉପରେ ବେଶୀ ଏମ୍ଫାସାଇଜେସ୍ କରିଥିଲେ, ବିହେଭିୟର ଉପରେ କରିନଥିଲେ। ତାପରେ ଲେ ଭାଇଗର୍ସକି ପିଲାମାନଙ୍କର ତାର କ୍ରିଟିସିଜମ୍ କ'ଣ? ଇଣ୍ଡିଭିଜୁଆଲ ଡିସ୍କଭରି। ଯେମିତିକି ଲେ ଭାଇଗର୍ସକି ଖାଲି କହିଥିଲେ ଗୋଟେ ପିଲାଟା ଖାଲି ସୋସିଆଲ ଇଣ୍ଟରାକ୍ସନ୍ ଥ୍ରୋରେ ଶିଖିବ, ନିଜେ କୌଣସି ଡିସ୍କଭରି କରିବ ନାହିଁ। ଏଇ ଜିନିଷଟା ପିଲାମାନଙ୍କର ଗୋଟେ କ୍ରିଟିସିଜମ୍ ଲେ ଭାଇଗର୍ସକିଙ୍କର। ଠିକ ଅଛି, ତ ଆପଣଙ୍କର ସବୁ ଜିନିଷକୁ ଆଶା କରୁଛି ମୁଁ ପୁରା ଭଲସେ ଆକୁ ଇରେଜ୍ କରୁଛି। ଆପଣମାନେ ସ୍କ୍ରିନସଟ୍ ନେବାକୁ ଚାହିଁଲେ ନେଇପାରିବେ ବା ପଜ୍ କରିକି ଲେଖିପାରିବେ। ଆକୁ ବି ଇରେଜ୍ କରିଦେଉଛି। ଦେଖନ୍ତୁ ଇରେଜ୍। ଏବେ ଦେଖନ୍ତୁ ଆକୁ ଚାହିଁଲେ ନେଇପାରିବେ। ଏବେ ସବୁତିକ ଜିନିଷ ଗୁଡ଼ାକ ଆପଣଙ୍କୁ କ୍ଲିୟରଲି ବୁଝେଇଦେଲି। ଏଇ ନୋଟ୍ ଗୁଡ଼ା ଆପଣମାନେ ଆଭେଲେବୁଲ୍ କରିପାରିବେ ମୋ ଟେଲିଗ୍ରାମ ଚ୍ୟାନେଲରେ ଯାଇକି ମୋ ଏଇ ନୋଟ୍ ଗୁଡ଼ା ଆପଣମାନେ ପାଇପାରିବେ। ଜଏନ୍ କରିବାକୁ ଜମା ଭୁଲିବେ ନାହିଁ। 100 ଟଙ୍କା ଦେଇକି ଆପଣ ଜଏନ୍ କରିପାରିବେ। ଲାଇଫ୍ ଟାଇମ୍ ମେମ୍ବରସିପ୍ ଆଜି ଜଏନ୍ କଲେ ଆପଣ ସାରା ଜୀବନ ତାର ଲାଭ ଉଠାଇ ପାରିବେ। 100 ଟଙ୍କା ଦେଇକି ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରିପାରିବେ। 7894749676 ଏଇ ନମ୍ବରରେ ମୋତେ ମେସେଜ୍ କଲା ପରେ ଆପଣ 100 ଟଙ୍କାଟା ପେ କରିକି ଆପଣ ମୋ ଟେଲିଗ୍ରାମ ଚ୍ୟାନେଲ ଜଏନ୍ କରିପାରିବେ। ଆଶା କରୁଛି ଆଜିର କ୍ଲାସ୍ଟାକୁ ଆପଣମାନଙ୍କ ପାଇଁ ବା ଯେତିକି ସମୟ ମୋତେ ଦେଲେ ସେତିକି ସମୟରେ ଆପଣମାନଙ୍କୁ ବହୁତ କ୍ୱାଲିଟି ନଲେଜ ଦେଇପାରିଥିବି। ଯଦି ଦେଇପାରିଥିବି ଆପଣ ଗୋଟେ ଲାଇକ୍ ଆଉ କମେଣ୍ଟ ସେକ୍ସନ୍ କମେଣ୍ଟ ଗୋଟେ କରିଦେବେ। ଆଉ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବେ। ଦେଖା ହେବା ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ଉତ୍କଳ ଜନନୀ।